ଆଜି ଶୁଣିବା ଉପନ୍ୟାସ ଅନ୍ଧ ଦିଗନ୍ଧ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ଭାଗ 5। ପଞ୍ଚମ ପରିଚ୍ଛେଦ। କାର୍ତ୍ତିକ ମାସ ବେଳକୁ ଆଶ୍ରମ ତିଆରି ଶେଷ ହୋଇଥିଲା। ନୂତନ ବୃକ୍ଷର ପଲ୍ଲବିତ ସବୁଜ ଶାଖା ଦିନେ ଯେପରି ନାନା ଆଡ଼ର ନାନା ବିଚିତ୍ର ପକ୍ଷୀଙ୍କ କଳରବରେ ମୁଖରିତ ହୋଇଉଠେ, ମଙ୍ଗରାଜପୁର ଆଶ୍ରମ ସେହିପରି ଏକ ନୂତନ ପ୍ରାଣପ୍ରବାହରେ ଉଚ୍ଛ୍ୱସିତ ହୋଇଉଠିଲା। ଶ୍ୟାମବନ୍ଧୁ ତାଙ୍କ ଚରଖା, ରାମାଭିଷେକ ଛବି, ମହାତ୍ମା ଗାନ୍ଧୀଙ୍କର ପୂଜା ଫଟୋ, ପୁଣି ଭାଗବତ ଖଟୁଲି ଧରି ଆଶ୍ରମକୁ ଉଠି ଆସିଲେ। ଆଶ୍ରମ ହିଁ ତାଙ୍କର ଆସବାସ୍ଥଳରେ ପରିଣତ ହୋଇଗଲା। ନିଧି ଦାସ ଦିନେ ଦିନେ ସନ୍ଧ୍ୟା ପରେ ଗାଁକୁ ଫେରି ଯାଉଥିଲେ। ଦାମରଥଙ୍କୁ ରହିବା ପାଇଁ ସେଠାରେ ଗୋଟାଏ ଆଶ୍ରୟ ମିଳିଥିଲା। ସୁଧୋଧନ ଆଶ୍ରମ ନିର୍ମାଣରେ ଅତ୍ୟନ୍ତ ଆନନ୍ଦିତ ହୋଇ ଅଧିକାଂଶ ଦିନ ସେଠାରେ ବିତାଇଲେ। ତାଙ୍କ ପାଇଁ ଆଶ୍ରମରେ ଗୋଟିଏ ସ୍ୱତନ୍ତ୍ର କୋଠରୀ ଛାଡ଼ି ଦିଆଗଲା। ସହରରୁ ବା ବାହାରୁ କେହି ବିଶିଷ୍ଟ ନେତୃସ୍ଥାନୀୟ ବ୍ୟକ୍ତି ଆସିଲେ ତାଙ୍କ ପାଇଁ ମଧ୍ୟ ଉକ୍ତ କୋଠରୀଟି ନିର୍ଦ୍ଦିଷ୍ଟ ହୋଇ ରହିଲା। ଆହୁରି ଆସିଲେ ଗୋଡ଼ିବାଣପୁରର ଇନ୍ଦ୍ରପଣି ପ୍ରହରାଜ, ହରିହରପୁରର ଗୋବିନ୍ଦ ରାଉତ ଓ ସିଦ୍ଧପୁରର ଚନ୍ଦୁରୀ ମହାନ୍ତି ପ୍ରମୁଖ କର୍ମୀମାନେ। ଶ୍ୟାମବନ୍ଧୁଙ୍କ ବିଧବା ଭଉଣୀ କୌଶଲ୍ୟା ସ୍ୱେଚ୍ଛାରେ ବାହାରି ଆସିଲା ଆଶ୍ରମରେ ରନ୍ଧାବଢ଼ାର ଦାୟିତ୍ୱ ନେବା ପାଇଁ। ଆଶ୍ରମ ହତାରେ ଗୋଟିଏ କୋଣରେ ବରଜା ଚମାର ରହିଲା, ତାର ପରିବାର ଘେନି। ସ୍ୱରାଜ୍ୟର ଗୋଟାଏ ପରିବାର। ହଠାତ୍ ଦିନେ ସିଦ୍ଧବଟ ମୂଳର ମଶାଣି ଚଣ୍ଡିଆ ବାବାଜୀ କାନ୍ଧରେ ବାଘ ଚମର ଆସନ ଝୁଲାଇ ଡାହାଣ କାଖ ତଳେ କଳ୍କି ମହାରାଜଙ୍କ ଫଟୋ ଝୁଲାମୁଣିରେ ତାଙ୍କ ବିଚିତ୍ର ସଂସାରର ଯତ୍କିଞ୍ଚିତ୍ ସମ୍ବଳ ଓ ବାଁ ହାତରେ ଏକ ଲମ୍ବା ତ୍ରିଶୂଳ ଧରି ଆଶ୍ରମରେ ପହଞ୍ଚିଥିଲେ। ଆଶ୍ରମରେ ତାଙ୍କର ଆବିର୍ଭାବ ଦେଖି ନିଧି ଦାସ ବିସ୍ମୟରେ ପଚାରିଲେ, ବାବା, ମଶାଣି ଛାଡ଼ି ଏଠିକି ଆସିଲ ଯେ? ଏଠି ପ୍ରେତ ଅନ୍ନ ପାଇବ କେଉଁଠୁ? ବାବାଜୀ ପ୍ରଚଣ୍ଡ ଅଟ୍ଟହାସ୍ୟରେ ଆଶ୍ରମର ନିର୍ବେଦଗ୍ରସ୍ତ ନୀରବତା ଅଲ୍ଲୋଳିତ କରି କହିଲେ, ସାରା ହିନ୍ଦୁସ୍ତାନ ଏକ ମଶାଣି। ଏଠି ମଣିଷମାନେ ସମସ୍ତେ ଜୀଅନ୍ତା ମୁର୍ଦାର। ସେମାନଙ୍କର ଅନ୍ନ ପ୍ରେତ ଅନ୍ନ। ପ୍ରେତ ଅନ୍ନ ଏଠି ନ ମିଳିବ ତ ଆଉ ମିଳିବ କେଉଁଠି? ବାବାଜୀଙ୍କର ଏହି କେତେ ପଦ କଥା ବିଦ୍ୟୁତ୍ ପରି ଆଶ୍ରମର ଅନ୍ତେବାସୀମାନଙ୍କର ଚେତନାକୁ ସ୍ପନ୍ଦିତ କରିଦେଲା। ସେମାନେ ତାହା ପ୍ରକାଶ କରି ନ ପାରିଲେ ହେଁ ପ୍ରତ୍ୟେକ ଅନୁଭବ କରିପାରୁଥିଲେ କାଳ ଘୂର୍ଣ୍ଣିର ଆଘାତ ପରି। ବାବାଜୀ ଆଶ୍ରମ ପିଣ୍ଡାରେ ବସିପଡ଼ି କହିଲେ, ମଶାଣିରେ ମଲା ମୁର୍ଦାରମାନଙ୍କ ସହିତ ବହୁଦିନ କଟିଲା। ଏହାପରେ ଜୀଅନ୍ତା ମୁର୍ଦାରମାନଙ୍କ ସହିତ ଦିନ କେତେଟା କଟାଇବା ପାଇଁ ମନ ବ୍ୟାକୁଳ ହେଉଛି। ଜୟ କଳ୍କି। ବାବାଜୀ ମହାରାଜ କାହାରି ଅନୁମତିର ଅପେକ୍ଷା ନ ରଖି ଆଶ୍ରମ ତୋଟାର ଗୋଟିଏ ଝଙ୍କାଳିଆ ଆମ୍ବଗଛ ମୂଳେ ଗୋଟିଏ ମାଟି ବେଦୀ ଉପରେ କଳ୍କି ଅବତାରଙ୍କ ଫଟୋ ରଖି ବେଦୀ ଉପରେ ବାଘଚମ ବିଛାଇ ପୀଠ ସ୍ଥାପନର ସଂକେତ ରୂପେ ତ୍ରିଶୂଳଟି ପୋତି ନିଜର ଆଶ୍ରମ ସେଠାରେ ଜମାଇ ଦେଲେ। ଶ୍ୟାମବନ୍ଧୁ ଓ ନିଧି ଦାସ ତାଙ୍କୁ ଗଛମୂଳ ଛାଡ଼ି ଆଶ୍ରମ ଭିତରେ ରହିବା ପାଇଁ ଅନୁରୋଧ କଲେ। ମାତ୍ର ବାବାଜୀ କହିଲେ, ଆଶ୍ରମର କାନ୍ଥ ଆଉ ଜେଲଖାନାର କାନ୍ଥ ମଧ୍ୟରେ କୌଣସି ତଫାତ୍ ନାହିଁ। ବନ୍ଧନ ସବୁଠି। ତା ଅପେକ୍ଷା ଏଠାରେ ଏ ମୁକ୍ତି ଭଲ। ଆଶ୍ରମର ଅନ୍ତେବାସୀମାନଙ୍କୁ ଦିନେ ସେହି ଆମ୍ବଗଛ ମୂଳେ ଏକାଠି କରି ବାବାଜୀ ମହାରାଜ କହିଲେ, ଆଶ୍ରମ ଧର୍ମଶାଳା ନୁହେଁ ବା ମୁଣ୍ଡ ଗୁଞ୍ଜି ପଡ଼ି ରହିବା ପାଇଁ ଏକ ବେୱାରୀ ସ୍ଥାନ ନୁହେଁ। ଆଶ୍ରମ ଏକ ସଂକେତ, ଏକ ଆଦର୍ଶ ଓ ସେ ଆଦର୍ଶର ଅନୁଶୀଳନ ପାଇଁ ଶୃଙ୍ଖଳିତ କର୍ମଯୋଜନା ଆଶ୍ରମର ଭିତ୍ତି। ତୁମମାନଙ୍କର ଏ ଆଶ୍ରମର ଆଦର୍ଶ କ'ଣ? ବିଧବାମାନଙ୍କ ପରି ଦିନକୁ ଓଳିଏ ହବିଷ୍ୟାନ୍ନ ଖାଇ ତୁମେମାନେ ଏଠି ପଡ଼ି ରହିଛ କାହିଁକି? ହବିଷ୍ୟାନ୍ନ ଖାଇ ଦେଶ ସ୍ୱାଧୀନ ହେଉଥିଲେ ବିଧବାମାନେ କେବେଠାରୁ ଏ ଦେଶକୁ ସ୍ୱାଧୀନ କରି ସାରନ୍ତେଣି। ପୁଣି ସେହି ପ୍ରାଣଖୋଲା ଅଟ୍ଟହାସ୍ୟରେ ବାବାଜୀ ମହାରାଜଙ୍କ ଗମ୍ଭୀର ଉଦର ଏକ ଲଘୁ ଚପଳତାରେ କମ୍ପିତ ହୋଇଉଠିଲା। ଶ୍ୟାମବନ୍ଧୁ କହିଲେ, ଦେଶ ସେବା, ଲୋକସେବା ଆମ୍ଭମାନଙ୍କର ଧର୍ମ ଓ ଉଦ୍ଦେଶ୍ୟ। ସେଥିପାଇଁ ତ ଆଶ୍ରମର ନାଁ ରଖିଛୁ ସେବାଶ୍ରମ। ବାବାଜୀ ମହାରାଜ ପାଗଳ ପରି ପୁଣି ପ୍ରଚଣ୍ଡ ଅଟ୍ଟହାସ୍ୟ କରି କହିଲେ,
ଖବରଦାର, ଆଉ ସବୁ କର ପଛେ ଦେଶର ବା ଜନତାର ସେବାର ନାମ ସୁଦ୍ଧା କେବେ ହେଲେ ଉଚ୍ଚାରଣ କରିବ ନାହିଁ। ସେବା ନାମରେ ଇତିହାସରେ ଯେତେ ଯେତେ ଭାଣ୍ଡାମୀ ବ୍ୟଭିଚାର ହୋଇଅଛି ତାହାର ଇୟତ୍ତା ନାହିଁ। ବୁଦ୍ଧ, ଖ୍ରୀଷ୍ଟ ଓ ଚୈତନ୍ୟଙ୍କ ଚେଲାମାନେ ଯଦି ସେବା ଓ କରୁଣାର ଦ୍ୱାହିରେ ସଂସାରକୁ ମୁକ୍ତି ସେବା ପରିବର୍ତ୍ତେ ନିଜର ମୁକ୍ତି ପାଇଁ ନିତାନ୍ତ ସ୍ୱାର୍ଥନ୍ଧ ହୋଇ କାର୍ଯ୍ୟ କରିଥାନ୍ତେ, ତାହେଲେ ବୋଧହୁଏ ମନୁଷ୍ୟର ଇତିହାସ ଭିନ୍ନ ଗତି ଧରିଥାନ୍ତା। ବାବାଜୀ ମହାରାଜଙ୍କ ଏ ପ୍ରକାର ପ୍ରହେଳିକାପୂର୍ଣ୍ଣ କଥା କେହି ଅବଶ୍ୟ ସ୍ପଷ୍ଟ ବୁଝିପାରିଲେ ନାହିଁ, ମାତ୍ର ତାହାର ତାତ୍ପର୍ଯ୍ୟ ପ୍ରତ୍ୟେକେ ଉପଲବ୍ଧି କରି ପାରୁଥିଲେ। ବାବାଜୀ ମହାରାଜ ପୁଣି କହିଲେ, ଆଗେ ନିଜେ ସ୍ୱାଧୀନ ହୁଅ, ତାପରେ ଦେଶକୁ ସ୍ୱାଧୀନ କରିବ। ନିଜେ ମଣିଷ ଯେଉଁଠି ପ୍ରାଣରେ ସ୍ୱାଧୀନ ନୁହେଁ, ସେଠି ସ୍ୱାଧୀନତା ଆସିବ କୁଆଡ଼ୁ? ଶ୍ୟାମବନ୍ଧୁଙ୍କର ମନେ ପଡ଼ିଲା, ଆଶ୍ରମ ତିଆରି ପୂର୍ବରୁ ନିରିଦାସଙ୍କୁ ସେ ଠିକ୍ ଏହିପରି କଥା କହିଥିଲେ। ଅବଶ୍ୟ ଏପରି ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ନୁହେଁ। ଶ୍ୟାମବନ୍ଧୁ ପଚାରିଲେ, ସମସ୍ତେ ତ ସେପରି କହୁଛନ୍ତି, ମାତ୍ର ତାହାର ବାଟ କ'ଣ? ସେଥିପାଇଁ କର୍ମ ଯୋଜନା କ'ଣ? ବାବାଜୀ ମହାରାଜ ଡାହାଣ ହାତର କରପୃଷ୍ଠ ଉଠାଇ ତାପରେ ମୁଦ୍ରାଭଙ୍ଗୀ ପରି 3 ଗୋଟି ଆଙ୍ଗୁଠି ଦେଖାଇ କହିଲେ, ମୁକ୍ତି ସାଧନାର 3 ଗୋଟି ପନ୍ଥା। ତାହାକୁ ତ୍ରିଶଳ କୁହ ବା ତ୍ରିଶୂଳ କୁହ, ଯାଏ ଆସେ ନାହିଁ। 1 ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟ ଚର୍ଚ୍ଚା, 2 ଶ୍ରମ ଓ ଅନ୍ନ ଉତ୍ପାଦନ, 3 ଅଧ୍ୟୟନ ଓ ତପସ୍ୟା। ପରିଚ୍ଛନ୍ନତା ଓ ସୌନ୍ଦର୍ଯ୍ୟ ମଧ୍ୟରେ ଚିରନ୍ତନ ସତ୍ୟ ଓ ସୁନ୍ଦରର ଉପଲବ୍ଧି ମିଳିଥାଏ। ସୌନ୍ଦର୍ଯ୍ୟ ହିଁ ମନୁଷ୍ୟକୁ ଜାନ୍ତବ ପରିସ୍ଥିତିର ସବୁ ତୁଚ୍ଛତା ଓ ଧୂଳିମଳିନତାର ଊର୍ଦ୍ଧ୍ୱକୁ ଘେନି ନେଇଯାଏ। ପୁଣି ତାହାର ହିସାବୀ ଜୀବନର ସଂକୀର୍ଣ୍ଣତା ମଧ୍ୟରେ ଆଣିଥାଏ ଆନନ୍ଦର ହିଲ୍ଲୋଳ। ସେଥିପାଇଁ ଆଶ୍ରମର ପରିବେଶ ହେବ ପରିଚ୍ଛନ୍ନ ଓ ସୁନ୍ଦର। ପ୍ରାୟଶ୍ଚିତ୍ତର ଅଙ୍କୁଶଘାତରେ ପୀଡ଼ିତ ଓ ଅନୁଶୋଚନାର ଅଗ୍ନିରେ ଦଗ୍ଧ ନିତାନ୍ତ ପାପୀମାନଙ୍କର ଦୀର୍ଘଶ୍ୱାସରେ ଭାରାକ୍ରାନ୍ତ ମଳିନ ରୁକ୍ଷ ପରିବେଶ ନୁହେଁ। ମୁକ୍ତିର ଦ୍ୱିତୀୟ ସୋପାନ ଅନ୍ନ। ଅନ୍ନ ବିହୁନେ ହଂସହାନି। ଯୋଗ ସାଧିବୁ କାହାକ୍ଷଣି? ମାତ୍ର ସେ ଅନ୍ନ ଉତ୍ପାଦନ କରିବା ପାଇଁ ପଡ଼ିବ କଠୋର ପରିଶ୍ରମର, ଦେହରେ ସ୍ୱେଦ ଓ ରକ୍ତରେ। ଅନ୍ୟ ଦ୍ୱାରା ଉତ୍ପନ୍ନ ଅନ୍ନ ଭକ୍ଷଣର ଅନ୍ୟ ନାମ ଶୋଷଣ ଓ ଲୁଣ୍ଠନ। ପ୍ରାଥମିକ ଉତ୍ପାଦନକାରୀମାନଙ୍କୁ ଲୁଣ୍ଠନ କରି ଯେଉଁ ସମାଜ ନିର୍ମିତ ହୁଏ, ସେଥିରେ ସେହି ସନାତନୀ ବ୍ୟବସ୍ଥା କାଏମ ରଖିବା ପାଇଁ ଉତ୍ପାଦନକାରୀମାନଙ୍କୁ ଦାସତ୍ୱର ନୂଆ ନୂଆ ବନ୍ଧନ ମଧ୍ୟରେ ରଖିବା ତେଣୁ ଏକ ରାଷ୍ଟ୍ରୀୟ ପ୍ରୟୋଜନୀୟତାର ପରିଣୟ ହୋଇଥାଏ। ତାହା କିନ୍ତୁ ସ୍ୱରାଜ୍ୟ ନୁହେଁ। ତେଣୁ ଦେଶର ସର୍ବୋଚ୍ଚ କର୍ତ୍ତାଠାରୁ ସାମାନ୍ୟ କୃଷକ ପର୍ଯ୍ୟନ୍ତ ସମସ୍ତଙ୍କୁ ନିଜ ଅନ୍ନର ଉତ୍ପାଦନ ପାଇଁ କାୟିକ ପରିଶ୍ରମ କରିବାକୁ ପଡ଼ିବ। ଅର୍ଥାତ୍ ଏ ଆଶ୍ରମରେ ଯେଉଁମାନେ ରହିବେ, ଅନ୍ନ ସଂସ୍ଥାନ ପାଇଁ ଭିକ୍ଷା ନ କରି ନିଜର 2 ବାହୁ ଲଗାଇ କପାଳରୁ ଝାଳବୁନ୍ଦେ ବୁହାଇ ଏହି ମାଟିରୁ ସେମାନଙ୍କୁ ଅନ୍ନ ଉତ୍ପାଦନ କରିବାକୁ ପଡ଼ିବ। ପୁଣି କେବଳ ଅନ୍ନ ଜୀବନ ନୁହେଁ, ଅନ୍ନ ଲକ୍ଷ୍ୟ ନୁହେଁ, ଅନ୍ନ ଅନ୍ୟ ପନ୍ଥା ମାତ୍ର। ଜୀବନର ଚରମ ପ୍ରକାଶ ଜ୍ଞାନରେ। ନୂତନ ସମାଜ, ନୂତନ ମଣିଷର ସୃଷ୍ଟି ପାଇଁ ଆବଶ୍ୟକ ଜ୍ଞାନ। ସେଥିପାଇଁ ଆବଶ୍ୟକ ଅଧ୍ୟୟନ ଓ ତପସ୍ୟା। ସେହି ନୂଆ ମଣିଷ ଏହି କଳ୍କି ଭଗବାନଙ୍କର ଶେଷ ଅବତାର। ମ୍ଲେଚ୍ଛତ୍ୱ ବିଧ୍ୱଂସୀ କଳ୍କି। ଜୟ କଳ୍କି। ମଶାଣି ଚଣ୍ଡିଆ ବାବାଜୀଙ୍କର ଏସବୁ ତତ୍ତ୍ୱ କଥା କେହି ଅବଶ୍ୟ ସ୍ପଷ୍ଟ ବୁଝିପାରିଲେ ନାହିଁ। ମଶାଣି ଚଣ୍ଡିଆ ବାବାଜୀଙ୍କ କଥା ସବୁ ନିତାନ୍ତ ପ୍ରହେଳିକାପୂର୍ଣ୍ଣ ମନେ ହେଉଥିଲା। ତଥାପି ବାବାଜୀ ପ୍ରତ୍ୟେକ ଉକ୍ତି ସେମାନଙ୍କ ଚିନ୍ତା ଓ ଭାବନାରେ ବୈଶାଖୀର ଘୂର୍ଣ୍ଣି ପରି ବାରମ୍ବାର ଆଘାତ କରିଯାଉଥିଲା। ସେଦିନ ସନ୍ଧ୍ୟାରେ ନୈମିତ୍ତିକ ଚରଖା କଟା ଓ ଭଜନ ପର୍ବ ସମାପ୍ତ ହେବା ପରେ ମଶାଣି ଚଣ୍ଡିଆ ବାବାଜୀଙ୍କ କଥା ଉପରେ ଆଲୋଚନା ଆରମ୍ଭ ହୋଇଥିଲା। ଆଲୋଚନା ପ୍ରଥମେ ଆରମ୍ଭ କଲେ ଶ୍ୟାମବନ୍ଧୁ ଯଥାର୍ଥ କଥା। ଆଶ୍ରମ ତ କେତେଜଣଙ୍କ ମୁଣ୍ଡ ଗୁଞ୍ଜି ପଡ଼ି ରହିଥିବା ପାଇଁ ଗୋଟାଏ ଆଶ୍ରୟସ୍ଥଳ ନୁହେଁ। ଆଶ୍ରମ ପାଇଁ ଆବଶ୍ୟକ ଗୋଟାଏ ନିୟମ ଶୃଙ୍ଖଳା ଓ ମୂଲ୍ୟବୋଧ। ପୁଣି ତାହାକୁ ଦୈନନ୍ଦିନ ଜୀବନରେ ଅନୁଶୀଳନ କରିବା ପାଇଁ ଏକ କର୍ମ ଯୋଜନା। ମାତ୍ର ସେ ନିୟମ ଶୃଙ୍ଖଳା କ'ଣ? ମୂଲ୍ୟବୋଧ କ'ଣ? ଶ୍ୟାମବନ୍ଧୁ ପଚାରିଲେ, ବାବାଜୀଙ୍କ କଥା କେହି କିଛି ବୁଝିଲ?
ସମସ୍ତେ ନୀରବ ରହିଲେ। ଆଶ୍ରମରେ କିରୋସିନ ଲଣ୍ଠନ ଜଳିବା ନିଷିଦ୍ଧ। କାରଣ ଲଣ୍ଠନ ବିଦେଶୀ, କାଚ ବିଦେଶୀ, ତେଲ ବିଦେଶୀ। ପୁଣି ଯେଉଁ ଟିଣରେ ତେଲ ରହେ ତା ଉପରେ ମହାରାଣୀ ଭିକ୍ଟୋରୀଙ୍କ ଛବିର ମାର୍କା ମଧ୍ୟ ବିଦେଶୀ। ତେଣୁ ଲଣ୍ଠନ ପରିବର୍ତ୍ତେ ପୋଲାଙ୍ଗ ତେଲ ଦୀପ ଆଶ୍ରମରେ ବ୍ୟବହୃତ ହୋଇଥାଏ। କେହି କିଛି କହିବା ପୂର୍ବରୁ ବରଜା ଚମାର କହିଲା, ଖାଣ୍ଟି କଥା କହିଲେ ବାବାଜୀ ଗୋସାଇଁ। ନିଧି ପଚାରିଲା, ବାବାଜୀଙ୍କ କଥା ତୁ କ'ଣ ବୁଝିଲୁ ବରଜୁ କହିଲୁ? ବରଜୁ ବେପରୁଆ କଣ୍ଠରେ କହିଲା, ବାବାଜୀ ଗୋସାଇଁ କହିଲେ ପରା ସବୁ ତୁଚ୍ଛ। ମାୟା ପଙ୍କରେ ତୁଚ୍ଛ ଲଟପଟ, ଶୁଖୁଆ ଖଡ଼ଖଡ଼, ମିଛ ମାୟାରେ କାହିଁକି ହେଉ ଲଡ଼ବଡ଼। ବରଜୁ କଥାରେ ସମସ୍ତେ ହସି ଉଠିଲେ। ମାତ୍ର ନିଧି ଦାସଙ୍କ ମୁହଁର ରେଖା ସବୁ କଠୋର ହୋଇଗଲା। ଶ୍ୟାମବନ୍ଧୁଙ୍କ କପାଳ ମଧ୍ୟ ଭ୍ରୁକୁଟିରେ କୁଞ୍ଚିତ ହୋଇଗଲା। ବରଜା ପୁଣି ଆଜି ଖଜୁରୀ ତାଡ଼ି ପିଇଛି। ତା ପାଟିରୁ ଖଜୁରୀ ତାଡ଼ିର ଖଟା ଗନ୍ଧ ଆସୁଥିଲା। ଆଶ୍ରମ ପରିସର ଭିତରେ ବରଜା ଚମାରର ମଦ ପିଆ ସମସ୍ତେ ଘୃଣା କରୁଥିଲେ। ସେଥିପାଇଁ ଆଶ୍ରମରୁ ତାକୁ ତଡ଼ିଦେବା ପାଇଁ ସମସ୍ତଙ୍କର ଜିଦ୍। ମାତ୍ର ଥରେ ତାକୁ ଆଶ୍ରୟ ଦେଇ ପୁଣି ନିରାଶ୍ରୟ କରିବା ପାଇଁ ଶ୍ୟାମବନ୍ଧୁଙ୍କର ଇଚ୍ଛା ନଥିଲା। ନିଧି ପୁଣି ତାର ମଦ ପିଆ ଅଭ୍ୟାସ ଛଡ଼ାଇବା ପାଇଁ ପଣ କରି ବସିଥିଲେ। ନିଧି ରୁଦ୍ଧକରୁଷ୍ଟ କଣ୍ଠରେ ପଚାରିଲେ, ତୁ ଆଜି ପୁଣି ମଦ ପିଇଛୁ ବରଜୁ? ମୋ ଦେହ ଛୁଇଁ ପରା ନିୟମ କରିଥିଲୁ, ଆଉ ମଦ ପାଖ ପଶିବୁ ନାହିଁ। ବରଜୁ କହିଲା, ସାନ୍ତେ ମୁଁ ଆଖି ଛୁଇଁ କହୁଛି, ମୁଁ ଜମା ମଦ ପାଖ ପଶି ନାହିଁ। ମଦ ଖାଲି ମୋ ପାଖକୁ ଅନହୂତି ପରି ଆସି ପଶିଗଲା। ହେଲେ ଯେଉଁମାନେ ଗର୍ବରେ ଦମ୍ଭରେ ଚୁର ରହୁଛନ୍ତି, ପର ରକ୍ତ ଶୋଷୁଛନ୍ତି, ସେମାନଙ୍କ ନିଶାଠାରୁ ମଦ ନିଶାଟା କ'ଣ ଖରାପ? ନିଧି ବିରକ୍ତ ହୋଇ କହିଲେ, ଯା ଯା ପଳା ଏଠୁ। ବରଜା ସେଠୁ ଟଳି ଟଳି ଚାଲିଗଲା। ସମସ୍ତେ ନିର୍ବାକ ଘୃଣା ଓ ଅସ୍ୱସ୍ତିରେ ଚାରି ରହିବା ଚାରିଆଡ଼କୁ ଚାହିଁଲେ। ନିଧି ମନେ ମନେ ଭାବୁଥିଲେ, ବରଜା ଛୋଟ ଲୋକ, ମାତାଲ, କିନ୍ତୁ ଯେଉଁ କଥା କେତେ ପଦ କହିଗଲା ତାହା ନିତାନ୍ତ ମିଛ ନୁହେଁ। ଶ୍ୟାମବନ୍ଧୁ ନିଦରୁ ବିଳି ବିଳେଇ ଉଠିଲା ପରି ପୁରୁଣା କଥାର ଖିଅ ଧରି ପୁଣି ପଚାରିଲେ, ବାବାଜୀଙ୍କ କଥା କେହି କିଛି ବୁଝିଲଟି? ସୁଧୋଧନ କାନ୍ଥକୁ ଆଉଜି ବସିଥିଲେ। ସେ ସେମିତି ଆଉଜି ବସି କହିଲେ, ବାବାଜୀ ଗଞ୍ଜଡ଼ ପାଗଳ। ତା କଥାରେ କ'ଣ ଅଛି? ଆମର ଏ ଆଶ୍ରମ ହେଲା ଏ ଅଞ୍ଚଳର କଂଗ୍ରେସ ଅଫିସ। ଏହାର କାର୍ଯ୍ୟ ହେଲା ହେଡ୍ ଅଫିସ ସହିତ ଯୋଗସୂତ୍ର ରଖି ଉପରୁ ଯେଉଁ ସବୁ ନିର୍ଦ୍ଦେଶ ଆସୁଥିବ ତାହାକୁ କାର୍ଯ୍ୟକାରୀ କରିବା। ଆଶ୍ରମରେ ଯେଉଁମାନେ ରହିବେ ସେମାନେ ଅରଟରେ ନିୟମିତ ସୂତା କାଟିବେ, ଚାରିଅଣିଆ କଂଗ୍ରେସ ମେମ୍ବର ସଂଗ୍ରହ କରିବେ, ହରିଜନ ଉଦ୍ଧାର କରିବେ, କଂଗ୍ରେସ ବାର୍ତ୍ତା ପ୍ରଚାର କରିବେ। ଏଇ ତ ଆମର କାର୍ଯ୍ୟକ୍ରମ। ବାବାଜୀ ଆଉ ନୂଆ କଥାଟା କହିବ କ'ଣ? ନିଧି ଦାସ କହିଲେ, ଏଥିରେ ଦଳ ଗଢ଼ାଯାଇ ପାରିବ ଠିକ୍, କିନ୍ତୁ ନୂଆ ମଣିଷ ଗଢ଼ାଯିବ କିପରି? ନୂଆ ମଣିଷ ନ ଆସିଲେ, ନୂଆ ସମାଜ ଗଢ଼ା ନ ହେଲେ ସ୍ୱରାଜ ଆସିବ ବା କିପରି? ଦେଶ ସ୍ୱାଧୀନ ହେଲେ ସ୍ୱାଧୀନତା ଆସିବ, କିନ୍ତୁ ମଣିଷ ସ୍ୱାଧୀନ ନହେଲେ ସ୍ୱରାଜ ଆସିବ ନାହିଁ। ସୁଧୋଧନ ଈଷତ୍ ବିରକ୍ତି ପ୍ରକାଶ କରି କହିଲେ, କ'ଣ ଗୁଡ଼ାଏ କହିଯାଉଛ ନିଧି ଭାଇ? ସ୍ୱାଧୀନତା ଆଉ ସ୍ୱରାଜ କ'ଣ ଦୁଇଟା ଅଲଗା କଥା? ଆମେ ଚାହୁଁ ଦେଶରୁ ବ୍ରିଟିଶ ରାଜ ହଟିଯାଉ, ଆଉ ତାହେଲେ ସ୍ୱାଧୀନ ହେବ। ସେଇ ସ୍ୱାଧୀନତା ପାଇଁ ତ ଏତେ କଥା। ଆଉ ନୂଆ ମଣିଷ ପୁରୁଣା ମଣିଷ କ'ଣ? ମଣିଷ ସବୁଦିନେ ନୂଆ ଅଥବା ପୁରୁଣା। ତୁମେ କ'ଣ ଭାବୁଛ, ତୁମ ନୂଆ ମଣିଷର 4ଟା ହାତ 5ଟା ମୁଣ୍ଡ ହେବ? ସୁଧୋଧନଙ୍କ ଯୁକ୍ତି ସମସ୍ତଙ୍କ ମନକୁ ପାଇଲା। ତାଙ୍କ କଣ୍ଠ ଓ କଥାର ଭଙ୍ଗୀରେ ଅନେକ ମଧ୍ୟ ହସି ଉଠିଲେ। ସୁଧୋଧନଙ୍କୁ ଉତ୍ତର ଦେବା ପାଇଁ ନିଧି ଦାସଙ୍କର କୌଣସି ଯୁକ୍ତି ନଥିଲା। ଯାହା ନିଧି ଦାସ ମର୍ମେ ମର୍ମେ ଉପଲବ୍ଧ କରୁଥିଲେ ତାକୁ ଯୁକ୍ତିସମ୍ମତ କରି ସବୁବେଳେ କଥାରେ ବା ବିତର୍କରେ ପ୍ରକାଶ କରିବା ତ ସମ୍ଭବ ନୁହେଁ। ସୁଧୋଧନଙ୍କ କଥା ଯେତେ ଯୁକ୍ତିସମ୍ମତ ମନେ ହେଲେ ସୁଦ୍ଧା ସେଥିରେ କିନ୍ତୁ ନିଧି ଦାସଙ୍କର ପୁନଃ ମତ ହେଉନଥିଲା। ମଣିଷ ସ୍ୱାଧୀନ ନ ହେବା ପର୍ଯ୍ୟନ୍ତ ଦେଶ ସୁଦ୍ଧା ଯଥାର୍ଥ ସ୍ୱାଧୀନ ହୋଇପାରିବ ନାହିଁ ବୋଲି ଛାପି ଛାପିକିଆ ଜହ୍ନ ଆଲୁଅ ପରି ତାଙ୍କର ଅସ୍ପଷ୍ଟ ଧାରଣା ଏକ ଦୃଢ଼ ନିଶ୍ୱାସରେ ପରିଣତ ହୋଇସାରିଲା। ମାତ୍ର ନିଧି ଦାସ ନୀରବ ରହିଲେ। ଆଶ୍ରମର ପ୍ରତିଷ୍ଠାତା ରୂପେ ଶ୍ୟାମବନ୍ଧୁ କହିଲେ, କିନ୍ତୁ ବାବାଜୀଙ୍କ କଥାରୁ ମୁଁ ଯାହା ବୁଝିଛି, ଏ ଆଶ୍ରମରେ ଆମକୁ 3 ଗୋଟି ନୀତି ପାଳନ କରିବା ପାଇଁ ପଡ଼ିବ। ପ୍ରଥମରେ ଆଶ୍ରମର ହତାକୁ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ଓ ସୁନ୍ଦର ରଖିବା ପାଇଁ ପଡ଼ିବ। ଦେଉଳ ଭିତରକୁ ପଶିଗଲେ ଯେପରି ସୂଚି ଓ ସୌନ୍ଦର୍ଯ୍ୟବୋଧ ପ୍ରାଣରେ ଭକ୍ତି ଓ ସୁଚିତାର ଭାବନା ସଞ୍ଚାର କରେ, ଏହି ଆଶ୍ରମ ଭିତରକୁ ଆସିଲେ ସେହିପରି ଭାବନା ପ୍ରାଣରେ ସଞ୍ଚାରିତ ହେବା ଆବଶ୍ୟକ।
ଦ୍ୱିତୀୟରେ ଆଶ୍ରମ ହତାରେ ଏତେ ଜମି ପଡ଼ିଛି, ସେ ଜମିରେ ଆମେ ନିଜର ଖାଦ୍ୟ ନିଜେ ଉତ୍ପାଦନ କରିବା ଉଚିତ। ମୃଷ୍ଟି ଭିକ୍ଷା, କଂଗ୍ରେସ ମେମ୍ବର ଚାନ୍ଦାରୁ ଚାଉଳ କିଣିବା ନିତାନ୍ତ ଅନୁଚିତ। ମଣିଷ ଯଦି ନିଜର ଅନ୍ନ ପାଇଁ ଅନ୍ୟର ଦାନ ଅଥବା ଦୟା ଉପରେ ନିର୍ଭର କରି ରହିଲା, ତାହେଲେ ସେ କି ସ୍ୱାଧୀନତା? ତୃତୀୟରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ଓ ସୂତାକଟା ଶେଷ ହେବା ପରେ ଆଶ୍ରମରେ ଶାସ୍ତ୍ରଚର୍ଚ୍ଚା ହେବା ବାଞ୍ଛନୀୟ ଜ୍ଞାନ ହିଁ ମୁକ୍ତି। ତମସୋମା ଜ୍ୟୋତିର୍ମୟ, ମତେ ଅନ୍ଧାର ଭିତରକୁ ଆଲୋକକୁ ନିଅ, ସେଇ ତ ସ୍ୱାଧୀନତା। ଦାମରଥ ଏତେ ସମୟ ନୀରବରେ ବସିଥିଲେ। ସେ କହିଲେ, ଆଶ୍ରମ ହତାରେ ଯେମିତି ପୋକଶୁଙ୍ଗା, ବିଛୁଆତି ଆଉ ଭୂତିଆରି ଜଙ୍ଗଲ ଭିଡ଼ି ହୋଇଛି, ତାହା ଅବଶ୍ୟ ପରିଷ୍କୃତ ହେବା ଉଚିତ। ସନ୍ଧ୍ୟାବେଳେ ଖବରକାଗଜ ପଢ଼ିଲେ କ୍ଷତି ନାହିଁ, ଶ୍ୟାମବାଇ ଭାଗବତ ବୋଲିଲେ ମଧ୍ୟ ଆପତ୍ତି ନାହିଁ। କିନ୍ତୁ ଆମେ ସବୁ ଯଦି ହାତରେ ଚାଷ କରିବା, ତାହେଲେ ଦେଶକୁ ନେତୃତ୍ୱ ଦେବ କିଏ? ଶ୍ୟାମବନ୍ଧୁ ନୀରବ ରହିଲେ। ଯୁକ୍ତି କରିବା ତାଙ୍କର ଅଭ୍ୟାସ ନୁହେଁ। ଅନ୍ୟମାନେ ଜଣ ଜଣ କରି ହାଇ ମାରି ଶୋଇବା ପାଇଁ ଉଠିଗଲେ। ଘର ନିରୋଳା ହୋଇଯିବା ପରେ ଦାମରଥ ଚାରିଆଡ଼କୁ ସନ୍ତର୍ପଣରେ ଚାହିଁ କଣ୍ଠସ୍ୱର ନୁଆଇଁ କହିଲେ, ସେ ମଶାଣି ଚଣ୍ଡିଆ ବାବାଜୀ କିଏ ଜାଣିଛ ଶ୍ୟାମ ଭାଇ? ଶ୍ୟାମବନ୍ଧୁ ସଂକ୍ଷେପରେ ଉତ୍ତର ଦେଲେ, ନା। ପ୍ରାୟ 2 ବର୍ଷ ତଳେ କୁଆଡ଼ୁ ଦିନେ ଆସି ବାବାଜୀ ସିଦ୍ଧବଟ ମୂଳେ ଆଶ୍ରମ ବାନ୍ଧି ରହିଥିଲେ। ଏହାଛଡ଼ା ତାଙ୍କ ବିଷୟରେ ଆଉ କିଛି କେହି ଅଧିକ ଜାଣିନାହିଁ। ଦାମରଥ ଚାରିଆଡ଼କୁ ଆଉ ଥରେ ଅତି ସନ୍ତର୍ପଣରେ ଚାହିଁ ରହିଲେ। କଥାଟା ଅତି ଗୁପ୍ତ, ଆଉ କେହି ଜାଣନ୍ତି ନାହିଁ, ମାତ୍ର ମୁଁ ଜାଣିଛି। ଏ ମଶାଣି ଚଣ୍ଡିଆ ବାବାଜୀ ନୁହେଁ, ସେ ଏକ ବୋମ୍ବାଟିଆ। ବୋମା ପକାଇ ବହୁ ଗୋରା ସାହେବଙ୍କୁ ନିପାତ କରିଛି। ସନ୍ତ୍ରାସବାଦୀ ଦଳର ଲୋକଟା ମେଦିନୀପୁରିଆ ଓଡ଼ିଆ, ନାନା ଭାଷାରେ କଥା କହିପାରେ। ପୁଲିସ ତାକୁ ବହୁ ବର୍ଷ ଧରି ଖୋଜୁଛି। ସେଥିପାଇଁ ସେ ଆଜି ଏଠି, କାଲି ସେଠି, ଏହିପରି ନାନା ଛଦ୍ମବେଶରେ ବୁଲୁଛି। ତାକୁ ଏଠାରେ ସ୍ଥାନ ଦେବା ଅତି ମାରାତ୍ମକ। ଦାମରଥ ସବୁଦିନେ ଏମିତି ନାନା ବାହାପିଆ କଥା ଗପେ। ତେଣୁ ଦାମରଥ କଥାରେ ଶ୍ୟାମବନ୍ଧୁଙ୍କର ପ୍ରତ୍ୟୟ ଜନ୍ମିଲା ନାହିଁ। ସେ ପଚାରିଲେ, କିନ୍ତୁ ତୁମେ କଥା କିପରି ଜାଣିଲ? ଦାମରଥ ଝୁଲାମୁଣି ଭିତରୁ ଖଣ୍ଡେ ପୁରୁଣା ଖବରକାଗଜର ଗୋଟିଏ କଟା ଅଂଶ କାଢ଼ି ଦୀପ ଆଲୁଅରେ ଶ୍ୟାମବନ୍ଧୁଙ୍କ ଆଡ଼େ ଦେଖାଇ କହିଲେ, ଏଥିରେ ଯେଉଁ ଫଟୋଟି ଦେଖୁଛ, ତାହା କାହାର ଚିହ୍ନି ପାରୁଛ? ଶ୍ୟାମବନ୍ଧୁ ନୀରବରେ କେତୋଟି ମୁହୂର୍ତ୍ତ ସେ ଫଟୋ ନିରୀକ୍ଷଣ କରି ଚାହିଁଲେ। ମୁଣ୍ଡର ଜଟା, ମୁହଁର ଦାଢ଼ି କାଟିଦେଲେ। ପୁଣି ଗଞ୍ଜେଇ ନିଶାରେ ଆଖି ଦୁଇଟି ସବୁବେଳେ ଅର୍ଦ୍ଧ ନିର୍ମିଳିତ ହୋଇ ନଥିଲା। ମଶାଣି ଚଣ୍ଡିଆ ବାବାଜୀ ଏହି ପ୍ରକୃତିର ମଣିଷ ପରି ଦିଶନ୍ତେ, ସେହିପରି ସୁପୁଷ୍ଟ ବୀର୍ଯ୍ୟମାନ ଚେହେରା, 2 ଆଖିରେ ସୁଦୂର ପ୍ରସାରୀ ତୀକ୍ଷ୍ଣ ଅଗ୍ନିଗର୍ଭ ଦୃଷ୍ଟି ଆଜି ସୁଦ୍ଧା ବାବାଜୀଙ୍କଠାରେ ଲକ୍ଷ୍ୟ କରାଯାଇପାରେ। ଦାମରଥ କହିଲେ, ତାଙ୍କ ପରି ଆଉ କେତେ ସନ୍ତ୍ରାସବାଦୀ ଏହିପରି ଆତ୍ମଗୋପନ କରି ବୁଲୁଛନ୍ତି। ସେଦିନ ସ୍ୱଦେଶ ଭବନରେ ଏମାନଙ୍କ କଥା ପଡ଼ିଥିଲା। ଏମାନଙ୍କ ପ୍ରତି ସାବଧାନ ରହିବା ପାଇଁ ଓ ଏମାନଙ୍କ ସନ୍ତ୍ରାସବାଦୀ କାର୍ଯ୍ୟକ୍ରମରୁ ଦୂରରେ ରହିବା ପାଇଁ କଂଗ୍ରେସ କର୍ମୀମାନଙ୍କୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ପୁଲିସ ହୁଲିଆଚାରି କରି ସେମାନଙ୍କୁ ଧରିବା ପାଇଁ ଖୋଜୁଛି। ସେମାନଙ୍କୁ ପୁଲିସ ହାତରେ ଧରାଇ ଦେବା ଆମର ଅବଶ୍ୟ ଉଚିତ ନୁହେଁ, ମାତ୍ର ସେମାନଙ୍କୁ ଆଶ୍ରମରେ ସ୍ଥାନ ଦେବା ଅନୁଚିତ। ଶ୍ୟାମବନ୍ଧୁ ସମ୍ମୋହିତ ପରି ଦୀପ ଆଲୁଅରେ ଫିକା ପଡ଼ି ଆସିଥିବା ସେ ଫଟୋଗ୍ରାଫଟିକୁ ତଥାପି ଚାହିଁ ଦେଖୁଥିଲେ। ଦାମରଥ କହିଲେ, କାଲି ବାବାଜୀଙ୍କୁ ମୁଁ ଏହି ଖବରକାଗଜ ଖଣ୍ଡିକ ଦେଖାଇ ଫଟୋଟି ସେ ଚିହ୍ନି ପାରୁଛନ୍ତି କି ନାହିଁ ବୋଲି ପଚାରିଥିଲି। ସେ ମୋ ପ୍ରଶ୍ନରେ ତାଙ୍କ ମୁହଁ ଉପରେ ହଠାତ୍ ଗୋଟିଏ କଳାଛାଇ ବୁଲିଗଲା। ତାଙ୍କ ଅଧାବୁଜା ଆଖି ଦୁଇଟା ବଡ଼ ବଡ଼ ହୋଇ ମେଲି ହୋଇଗଲା। ସେ ମୋ ଆଡ଼େ ଆଉ ଫଟୋଟା ଆଡ଼େ ଦଣ୍ଡେ ଚାହିଁଲେ, ତାପରେ ବିଳି ବିଳି ଉଠିଲେ, ଜୟ କଲ୍କି, ଜୟ କଲ୍କି। ଶ୍ୟାମବନ୍ଧୁ ନିରମରେ ନିଜ ହାତରୁ କାଗଜ ଖଣ୍ଡକ ଦାମରଥଙ୍କ ହାତକୁ ଫେରାଇ ଦେଲେ। ଦୀପ ଗର୍ଭରେ ସଳିତାଟା ଜଳି ଯାଉଥିଲା। ଶ୍ୟାମବନ୍ଧୁ ତାହାକୁ ଧୀରେ ଧୀରେ ତେଜି ଦେଲେ। ଦାମରଥ କାଗଜ ଖଣ୍ଡକ ଭାଙ୍ଗି ଭୁଙ୍ଗି ଥଳି ଭିତରେ ରଖି ଉଠିଗଲେ। ଆକାଶରେ ଶୁକ୍ଲାତିଥିର ଜହ୍ନ ଉପରକୁ ଉଠି ଯାଇଥିଲା। ମାଛକାତିଆ ଛିଣ୍ଡା ଛିଣ୍ଡା ବଉଦ ଉହାଡ଼ରେ ଜହ୍ନଟା ମୁଣ୍ଡାଏ ନିଆଁ ରଡ଼ ପରି ଅସ୍ୱାଭାବିକ ଭାବରେ ଲାଲ ଦିଶୁଥିଲା। ଶ୍ୟାମବନ୍ଧୁ ଆମ୍ବ ତୋଟାରେ ବାବାଜୀଙ୍କ ଆସ୍ଥାନ ଆଡ଼େ ଆସିଲେ। ଗୋଟାଏ ଝଙ୍କାଳିଆ ଆମ୍ବ ଗଛ ମୂଳେ ମାଟିଦେବୀ ଉପରେ ବାବାଜୀଙ୍କ ଆସ୍ଥାନ। ବେଦୀ ଉପରେ ବ୍ୟାଘ୍ର ଚମର ଆସନ, ତ୍ରିଶୂଳଟି ସାମ୍ନାରେ ପୋତା ହୋଇଥାଏ।
त्रिशूल चूड़ारे खंडे गेरुआ पताका। दिन राति बाबाजी ए बेदी उपरे ओयंका परि बसी थांती। छापी छापी खिया जन्न आलुअरे आंब गछ तले बाबाजीଙ୍କ बेदी मेंचाए बहळ अंधार परि दिसुଥିଲା। मात्र तापरे बाबाजी बसिथिबा परि दिसु नथिले। बाबाजीଙ୍କ आस्थान चारिपटे पोड़ा गंजेर कोड़ा बास्ना पवनरे मिसी रही थाए। मात्र एबे से बास्ना नथिला कि गोटे राति फुलर महकरे तोटा भितरर पवन आमोदित होई उठिथिला। श्यामबंधु माटीबेदी पाखकु आसिले। उपरर पत्र गहली भितरे छापी छापी किया जन्न आलुओ बेदी उपरे बिछेई पड़िथिला। मात्र ता उपरे बाबाजींकर व्याघ्रचर्म मध्य नथिला। त्रिशूलटी मध्य नथिला। बाबाजी से स्थान छाड़ी केउआड़े निरुदृष्ट होई जाइथिले। चारिआड़े निशुति राति खाँ खाँ करुथिला। श्यामबंधु आश्रम को फेरी आसिले। मशाणी चंडिया बाबाजी अनुभूति बाबरे जेपरी आसिथिले सेहीपरि कुआड़े अंतर्धान होईगले। से चली जिबा परे तांको रहस्यमय जीवनर कहानी श्यामबंधु बा रामरथ काहाको अवश्य फिटाई कहले नाही। दिने दुई दिन से अंचल बाबाजी हठात अंतर्धान होइजिबा घटना सामान्य चांचल्यकर सृष्टि करी पुणी नीरव होईगला। मशाणी चंडिया बाबाजीଙ୍କ कथा समस्ते भूलीगले। दिन केतटारे आश्रम हतार प्राय 17 गुंठ अरमा जमी सफा होईगला। श्यामबंधु निधिदास और अन्य कर्मी माने आश्रम चारिपटे जंगल परि बढ़िथिबा बाइक बा पोकसुंगा बिलाती सिझु और भूतियारी प्रभृति अरमा अगछा काटी सफा करदेले। बरजा चमार पड़िया जमीरे हल बुलाई केते ओड़ चाष करदेला। तापरे जमीरे विभिन्न कियारी करी सेथिरे शीतदिनिया फसल चाष आरंभ करदेला। आश्रम पछपटे बहु कालरू गोटाए दलुआ जोड़ अछि। बन्या बेले बिरूपार पछुआणी पानी एही जोड़ भिड़ई रखी देई थाए। खरादिने सुद्धा जोड़ मझिरे पुरुषे पानी। सेही जोड़े तेंडा बांधी माहार काटी जलसेचना व्यवस्था होईगला। एक नूतन सजीवतारे श्यामल करदेले। सुदर्शन एसबु कार्य सहयोग करते नहीं। दामरथ केवल उपरे ठिया हुई निर्देश दबा व्यतीत अन्य कौनसी कार्य करती। दामरथ तो सेदिन स्पष्ट कर देइछन्ति। जमी चाष कले देश को नेतृत्व देव किए? किंतु ए तो जमी चाष नुहे। ए होछि निजर परिश्रम रे निजर अन्न उत्पादन शोषण रहित समाजर प्रथम सोपान। श्यामबंधु और निधिदास प्रमुख एहीपरि बुझिथिले। मात्र जुक्ति करी अन्यमानंको बुझाइबा पई सेमानंकर धैर्य बा प्रवृत्ति नथिला। किंतु पौष मास बेलକୁ फसल कियारी सबु जेतेबेले एक कोमल समुजिबारे उज्जवल होई उठिला। गेंडु फुलर कियारी मानंकरे आउटा सुनार स्रोत छुटिला। आंब तोटार गछ मानंकरे बौलर महोत्सव लागिगला। सार्थकता और सफलतार एक नूतन उपलब्धि आश्रमर कर्मी माने उत्फुल्ल होई उठिले। सेवाश्रम नाम बदलाई आश्रमर नूतन नामकरण होईगला विरूपाश्रम। आश्रम जीवन एक बंधागतरे पड़ी आसुथिला। घटनाविहीन और लक्ष्यविहीन राजनैतिक जीवनर अवसाद और अनिश्चितता मध्यरे आश्रमर कार्यक्रम धीरे धीरे एक नूतन उत्साह सृष्टि करुथिला। पुणी विरूपाश्रम से अंचलर अलोकचक्षुरे एक नूतन प्रतिष्ठा। आकस्मिक भावरे हठात दिने सबु विपर्यस्त होई पड़िबा परी से अंचल महामारीर विभीषिका जनजीवन को पंगु करने संगे संगे विरूपाश्रम को मध्य प्राय अचल करदेला। प्रथमे गोड़ीबाणपुर गाँव एका रातिरे दुई मुंड कले। तापरे चतुर्पार्श्ववर्ती ग्राम मानंकरे विसूचिका महामारीर एक आतंक सृष्टि होईगला। नछीपुर गोटे छोटिया पड़ गाँ। गोड़ीबाणपुर सामी गाँव 40 घर लोक संख्या प्राय 250। समस्ते हरिजन। एकादिने से गाँव 30 घर नियसी ढीय पालटिगला। अन्य माने प्राण रक्षा पाई जी जुआड़े चाहिए सियाड़े पलैले। सेमानंक पछे पछे कराल जिह्वा लंबाई धाइला प्रचंड महामारी। हरिपुर, चांदगा, चंपागड़, महेश्वरपुर, आलती, लंगेश्वर, पुरुणा पोखरी इत्यादि गाँ मानकरे लोके 10 पण 6 पण होईगले। ए अंचल रे कूଅ खोलिले अति गभीर रे पानी पड़े। सेथिपाई क्वचित केतेक गाँव रे कूଅ देखा जाए।
ସେ କୂଅ ସବୁ ପୁଣି ଅସବର୍ଣ୍ଣ ଓ ହରିଜନମାନଙ୍କ ପାଇଁ ନିର୍ଦ୍ଦିଷ୍ଟ। ଚାରିଆଡ଼େ ବିଶୁଚିକାର ମଡ଼ା ଇତସ୍ତତଃ ପକାଇବା, ପୁଣି ଗାଡ଼ିଆର ଓ ନଦୀଧାରର ବିଶୁଚିକା ରୋଗୀମାନଙ୍କର ଲୁଗାପଟା ଧୋଇବା ଦ୍ୱାରା ମହାମାରୀର ପ୍ରକୋପ ଆହୁରି ଉତ୍କଟରୁ ଉତ୍କଟ ହୋଇଉଠିଲା। ନିକଟବର୍ତ୍ତୀ ଡାକ୍ତରଖାନା ଏ ଅଞ୍ଚଳଠାରୁ 20 ମାଇଲ ଦୂର। ତେଣୁ ବିଶୁଚିକାରେ ଆକ୍ରାନ୍ତ ରୋଗୀମାନଙ୍କର ଚିକିତ୍ସା ପାଇଁ କୌଣସି ସୁଲଭ ବ୍ୟବସ୍ଥା ନଥିଲା। ପ୍ରତିଷେଧକ ପାଇଁ ସହରରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେଉଁ କେତେଜଣ କର୍ମଚାରୀ ଆସିଥିଲେ, ସେମାନେ ନାମକୁ ମାତ୍ର କର୍ତ୍ତବ୍ୟ ଶେଷ କରି ଚାଲିଗଲେ। ମହାମାରୀର ଆକ୍ରମଣରୁ ଆତ୍ମରକ୍ଷା ପାଇଁ ଶେଷକୁ ରହିଲା ପଣାହାଣ୍ଡି, ଆଉ ରାତିରେ ଗାଁକୁ ଗାଁ ସଂକୀର୍ତ୍ତନର ପଟୁଆର। କ୍ରମେ ପଣାହାଣ୍ଡି ବସାଇବା ପାଇଁ ମଧ୍ୟ ଲୋକ ମିଳିଲେ ନାହିଁ। ଘରୁ ଶବ କାଢ଼ିବା ସୁଦ୍ଧା ବନ୍ଦ ହୋଇଗଲା। ଗାଁ ମୁଣ୍ଡ, ଆମ୍ବତୋଟା, କିଆଗୋହିର ଓ ନଦୀବାଲିରେ ବିଶୁଚିକାର ମଡ଼ାମାନ ପଡ଼ିଗଡ଼ିବା ପାଇଁ ଲାଗିଲା। ସନ୍ଧ୍ୟା ନ ହେଉଣୁ ଘରେ ଘରେ ତାଟି କବାଟ ପଡ଼ିଗଲା। ଆଳତୀର ପରମଗୁରୁ ବୃଦ୍ଧ ନୈଷ୍ଠିକ ଲୋକ। ରାତିରେ ଘର ଭିତରେ ପଲମରେ ପରିସ୍ରା କରିବା ପାଇଁ ସୂଚି ବିକାରଗ୍ରସ୍ତ ରୁଚିରେ ଗଲା ନାହିଁ। ସେ ବାହାରକୁ ରାତି ଅଧରେ ଉଠିଲେ। ଦୁଆର ବାହାରେ କାଳେ ଠିଆ ହୋଇଥିଲେ ଜିଭ ଲହ ଲହ କରି କରାଳି ମୂର୍ତ୍ତି। ପରମଗୁରୁ ସେଠାରୁ ଫେରି ଗୋଟିଏ ଝାଡ଼ା ଓ ବାନ୍ତିରେ ଶେଷ। ଘଟଣାଟା ନାନା ମୁଖରେ ନାନା ଭାବରେ ନାନା ଆଡ଼େ ପ୍ରଚାରିତ ହୋଇଗଲା। ପୁଣି ଦହି ଗାଡ଼ିଆର ଉଦପଦାନ। 5 ହାତ ଯବାନ, ଚଉଡ଼ା ଛାତି, କସରତ କରି ଦେହରେ ମାଂସପେଶୀ ସବୁ ପଥର ପଡ଼ି ଟାଣ। ବାଡ଼ି ଖେଳରେ ଓସ୍ତାଦ। ମୁହଁ ସଞ୍ଜବେଳେ ବଳଦଙ୍କୁ କୁଣ୍ଡା ତୋରାଣି ପିଆଇ ସାରି ପୋଖରୀକୁ ଯାଇଥିଲା ଅଣ୍ଟା ପାଣି କରିବା ପାଇଁ। ପୋଖରୀ ତୁଠରୁ ବାଡ଼ି ବାଉଁଶ ବଣ ଭିତରେ ଆସୁ ଆସୁ ତାକୁ ଦିଶିଲା ମା ବୁଢ଼ୀ। ଗୋଟାଏ ସାହାଡ଼ା ଗଛ ମୂଳେ ଠିଆ ହୋଇ 2 ହାତ ହଲାଇ ନାଚୁଛନ୍ତି। ମୁଣ୍ଡରେ ବାଳ ସବୁ ଅଣ୍ଟା ପର୍ଯ୍ୟନ୍ତ ଲମ୍ବି ଆସିଛି। ମୁଣ୍ଡରେ ମୁଣ୍ଡାଏ ସିନ୍ଦୂର। ସାକ୍ଷାତ ଲଙ୍ଗଳା ମୂର୍ତ୍ତି। ବାସ୍, ଉଦପଦାନ ସେଇଠି ଶେଷ। ଘର ଲୋକେ ଉଦପଦାନର କିଳିକିଳା ଚିତ୍କାର ପାଇଁ ଧାଇଁ ଆସି ଦେଖିଲେ, ହାଣ୍ଡିଏ ବାନ୍ତି କରି ଉଦପ୍ରଧାନ ମୁହଁ ମାଡ଼ି ପଡ଼ିଯାଇଛି। ତା ଦେହରେ ତଥାପି ପ୍ରାଣ ଥିଲା କି ନଥିଲା ଦେଖିବା ପାଇଁ ସେଠାରେ ଆଉ କେହି ନଥିଲେ। ସେହି ରାତାରାତି ବିଲୁଆ ପଲ ଉଦପ୍ରଧାନଙ୍କୁ ଝୁଣି ଶେଷ କରି ଦେଇଥିଲେ। ଉଦପଧାନ ହୁରୁମା ଲୋକ କେତେଦିନ ତଳେ ଗାଁରେ ଜାଗୁଳେଙ୍କ କାଳିଶୀକୁ ସେ ମୁଦା ଧରି ପଚାରିଥିଲା, କହ କହ ସତ ଠାକୁରାଣୀ ଯଦି କହ, ଏ ହାତ ମୁଦା ଭିତରେ କ'ଣ ଅଛି? କାଳିଶୀ ସେତେବେଳେ ଜାଗୁଳେଙ୍କ ବେତ ମୁଣ୍ଡ ଉପରେ ବଙ୍କେଇ ନାଚି ନାଚି ନିଆହୁଳା ସବୁ ଗିଳି ଫିଙ୍ଗି ଦେଉଥିଲା। ମାଜଣା ବଜାରେ ଗାଁ ମୁଣ୍ଡର କୋଚିଲା ବଣ ଉଠୁଥିଲା ପଡ଼ୁଥିଲା। ଲୋକେ ପଇସା ଅଧଲା କାଳିଶୀ ପାଦତଳେ ବୃଷ୍ଟି କରି ମା ମା ରଡ଼ି କରୁଥିଲେ। ଉଦପଦାନର ଏ ପ୍ରଶ୍ନରେ ନିଆଁରେ ପାଣି ପଡ଼ିଲା ପରି ସବୁ ହଠାତ୍ ଥମି ଯାଇଥିଲା। କାଳିଶୀ ପ୍ରଥମେ ଉଦପଦାନର ପ୍ରଶ୍ନରେ ଦଣ୍ଡେ ଥମିଗଲେ। ତାପରେ ଜିଭ ଲମ୍ବାଇ ଗର୍ଜନ କଲାପରି କହିଲେ, ମତେ ମୁଦ ପଚାରୁଛୁ? ମୁଁ ତତେ ଖାଇବି, ତୋ ବଂଶ ପଦା କରିଦେବି। ମୁଦ ଭିତରେ ତୋ ମୁଣ୍ଡ ଅଛି, ତୋ ମୁଣ୍ଡ ଅଛି। ମାଜଣା ବାଜା ପୁଣି ଦୁଲ ଦୁଲ ବାଜି ଉଠିଲା। ମାତ୍ର ହୁରୁମା ହୁରୁମା ଉଦପଧାନର ସେହି ଏକା ପ୍ରଶ୍ନ, ଖାଇବୁ ତ? ଖାଇବୁ, ଆଗେ କହ ମୁଦ ଭିତରେ କ'ଣ ଅଛି? ମୁଦ ଭିତରେ ଉଦପଧାନ ଗୋଟାଏ କଉଡ଼ି ରଖିଥିଲା। ତାହା ଅବଶ୍ୟ କାଳିଶୀ କହିପାରି ନଥିଲା। କିନ୍ତୁ ଉଦପଦାନର ଦିନ ଯେ ଶେଷ ହୋଇ ଆସିଥିଲା, ସେଥିରେ କାହାରି ଆଉ ସନ୍ଦେହ ନଥିଲା। ଦିନବେଳେ ଏହିପରି ନାନା ଘଟଣାର ନାନା ବିଚିତ୍ର କାହାଣୀ ରାସ୍ତାରେ, ହାଟରେ, କା ଦାଣ୍ଡରେ ଲୋକମୁଖରେ ପ୍ରଚାରିତ ହୋଇ ଏକ କୋକୁଆ ଭୟ ସୃଷ୍ଟି କରିଦେଲା। ରାତିରେ ଗାଁକୁ ଗାଁ ଯେଉଁ ସଂକୀର୍ତ୍ତନ ଦଳମାନ ବାହାରୁଥିଲା, ତାହା ସୁଦ୍ଧା ବନ୍ଦ ହୋଇଗଲା। ଲୋକମାନଙ୍କ ପାଇଁ ଗୋଟାଏ ରାତି ପାହୁନଥିଲା, ଯେ ଗୋଟାଏ ଯୁଗ ପାହିଯାଉଥିଲା। ଏହି ପରିସ୍ଥିତିରେ ବିରୂପାଶ୍ରମର କର୍ମୀମାନେ ଆଶ୍ରମ ଛାଡ଼ି ନିଜ ନିଜ ଗାଁକୁ ପଳାଇଥିଲେ। ଆଶ୍ରମରେ ରହିଥିଲେ ଏକା ଶ୍ୟାମବନ୍ଧୁ। ନିଧିଦାସ ଦିନବେଳା ଆଶ୍ରମରେ ରହି ସନ୍ଧ୍ୟା ପୂର୍ବରୁ ମଧୁପୁର ଫେରି ଯାଉଥିଲେ। ଆଶ୍ରମ ହତାରେ ଶ୍ୟାମବନ୍ଧୁ ଓ ନିଧିଦାସ କପା କିଆରୀରେ ପାଣି ମଡ଼ାଉଥିଲେ। ସିଦ୍ଧପୁରର ଜଗୁ ବିଶ୍ୱାଳ ସେଆଡ଼ୁ ଆସି କହିଲେ, ଏଠି କପା କିଆରୀରେ ପାଣି ମଡ଼ାଉଛ? ସେଆଡ଼େ ଗାଁକୁ ଗାଁ ମଶାଣି ପଦା ହୋଇଗଲା। ଆମ ଗାଁରେ ନରୀ ଶତପଥୀଙ୍କ ଘରେ 5 ବର୍ଷର ଗୋଟିଏ ପୁଅକୁ ଛାଡ଼ି ଆଉ କେହି ନାହାନ୍ତି। ଗୋଟାଏ ଦିନରେ ସମସ୍ତେ ପଦା ହୋଇଗଲେ। ତମେମାନେ କିଛି ଭଲା କର। ଜଗୁ ବିଶ୍ୱାଳ ଆଶ୍ରମର କର୍ମୀ ନହେଲେ ହେଁ ଅଧିକାଂଶ ଦିନ ଆଶ୍ରମକୁ ଆସିଥାନ୍ତି।
ଆଶ୍ରମ ଖର୍ଚ୍ଚ ପାଇଁ ଚାଉଳ, ପରିବା ଇତ୍ୟାଦି ସେ ସାମୟିକ ଭାବରେ କିଛି ଯୋଗାଇଥାନ୍ତି। ଏ ପରିସ୍ଥିତିରେ କିଛି ଗୋଟାଏ କରିବା ଉଚିତ, ଏହି ପରାମର୍ଶ ଦେବା ପାଇଁ କେବଳ ସେ ଆଶ୍ରମକୁ ଦୌଡ଼ି ଆସିଥିଲେ। ଶ୍ୟାମବନ୍ଧୁ ପଚାରିଲେ, କିନ୍ତୁ ଆମେ କ'ଣ କରିପାରିବା? ଜଗୁ କହିଲେ, ସେଇ କଥା ତ ପଡ଼ିଛି, କିନ୍ତୁ ଏତେବେଳେ ଯଦି ଆମେ ଲୋକଙ୍କ ପାଖରେ ଠିଆ ନ ହେବା ଆଉ ଠିଆ ହେବ କିଏ? ଦିନ ରତରତ ହୋଇ ଆସିଥିଲା। ପଶ୍ଚିମ ଆକାଶରେ ରଡ଼ନିଆଁ ଧିକ୍ ଧିକ୍ ହେବା ପରେ ସୂର୍ଯ୍ୟ ନିଆଁର ପୁଲକି ଉଡ଼ାଇ ଧୀରେ ଧୀରେ ଅସ୍ତମିତ ହେଉଥିଲା। ପୂର୍ବରୁ ଗ୍ରାମକୁ ଫେରିଯିବା ପାଇଁ ପଡ଼ିବ। ଜଗୁ ବିଶ୍ୱାଳ ବିଳମ୍ବ ନ କରି ସେଠାରୁ ଚାଲିଗଲେ। ଆଶ୍ରମରେ ଶ୍ୟାମବନ୍ଧୁ ଓ ନିଧିଦାସଙ୍କ ବ୍ୟତୀତ ଆଉ କେହି ନଥିଲେ। କୃଷ୍ଣପକ୍ଷ ରାତି କ୍ରମେ ମାଡ଼ି ଆସିଲା। ସେଦିନ ନିଧିଦାସ ଆଉ ଗାଁକୁ ଫେରିପାରିଲେ ନାହିଁ। ବରଜା ଚମାର କୁଆଡ଼େ ଯାଇଥିଲା, ଫେରିଆସି କହିଲା, ସାନ୍ତେ, ଆଜି ଲଙ୍ଗଳେଶ୍ୱର ପିତାଖାଇଙ୍କ କାଳିଶୀ କହିଲା, 7 ଭଉଣୀ ଏକାଠି ହୋଇଛନ୍ତି, ଆହୁରି ଖାଇବେ, ଆହୁରି ଖାଇବେ, ସବୁ ପଦା କରିଦେବେ। ଏତେ ଖାଇ ରାଣ୍ଡମାନଙ୍କର ପେଟ ପୁରିଲା ନାହିଁ, ଭେଣ୍ଡାଗୁଡ଼ାକ କଦଳୀ ଗଛ ପରି ଗଡ଼ି ଶୋଇଲେ। ଖଜୁରୀ ତାଡ଼ି ନିଶାରେ ବରଜା ପାଦ ଟଳମଳ ହେଉଥିଲା। ମାତ୍ର ଆଜି ସେଥିପ୍ରତି ଦୃଷ୍ଟି ଦେବା ପାଇଁ ଶ୍ୟାମବନ୍ଧୁ କିମ୍ବା ନିଧିଦାସ କେହି ମାନସିକ ଅବସ୍ଥାରେ ନଥିଲେ। ରାତି ସେତେବେଳକୁ କେତେ ହୋଇଥିଲା ଜାଣିବାର ଉପାୟ ନଥିଲା। ଭିତରେ ଅସହ୍ୟ ଉତ୍ତାପ ଓ ଗୁଳୁଗୁଳି। ବାହାରେ ଗଛପତ୍ରଟିଏ ସୁଦ୍ଧା ହଲୁ ନଥିଲା। ତାତିଲା ମାଟିରୁ ଗୋଟାଏ ଉତ୍ତପ୍ତ ବାଷ୍ପ ବାହାରି ରାତ୍ରିର ଉତ୍ତାପକୁ ଆହୁରି ଅସହନୀୟ କରିଦେଉଥିଲା। ଆଶ୍ରମରେ ଶ୍ୟାମବନ୍ଧୁ ଓ ନିଧିଦାସ ଏକାକୀ। ଅନ୍ୟ କର୍ମୀମାନେ ସମସ୍ତେ ନିଜ ନିଜ ଗାଁକୁ ପଳାଇ ଯାଇଥିଲେ। ବରଜୁ ଚମାରର କୁଡ଼ିଆ ଆଗରେ ଅନ୍ୟ ଦିନମାନଙ୍କ ପରି ବରଜୁର ପିଙ୍କା ନିଆଁ ଅନ୍ଧାରରେ ଦପ୍ ଦପ୍ କରୁନଥିଲା। ଆକାଶରେ କୃଷ୍ଣପକ୍ଷର ସପ୍ତମୀ ଚନ୍ଦ୍ର ବଉଦ ଗହଳି ଭିତରେ ଧୀରେ ଧୀରେ ଫିଟି ଆସୁଥିଲା। ମାତ୍ର ଚନ୍ଦ୍ରର ଆଲୋକରେ ଦୀପ୍ତି ନଥିଲା। ବିରୁପାବାଲିରେ କେତେଟା ବିଲୁଆ ଖେଁ ଖେଁ ଶବ୍ଦ କରି ଉଠୁଥିଲେ। ଆମ୍ବ ତୋଟା ଭିତରେ ପେଚାଟେ ରହି ରହି ଚିତ୍କାର କରି ଉଠୁଥିଲା। ମଙ୍ଗରାଜପୁର ହରିଜନ ସାହିରେ କାଲିଠାରୁ ମଣିଷ ମରିବା ଆରମ୍ଭ ହୋଇଛି। ହରିଜନ ସାହିଆଡ଼ୁ ମଡ଼ା କନ୍ଦଣାର ଆର୍ତ୍ତଧ୍ୱନି ରାତିର ନିଶୋଥି ଭିତରେ ଭାସି ଆସୁଥିଲା। ଶ୍ୟାମବନ୍ଧୁ ଓ ନିଧିଦାସ କାହାରି ଆଖିରେ ନିଦ ନାହିଁ। ସେମାନେ ଆଶ୍ରମ ସାମନାରେ ଉତ୍ତାପ ଓ ଦୁଶ୍ଚିନ୍ତାରେ ନୀରବରେ ଏପାଖ ସେପାଖ ହେଉଥିଲେ। ମହାମାରୀର ପ୍ରଚଣ୍ଡ ଆଘାତରେ ଶହ ଶହ ମଣିଷ ମଶାମାଛି ପରି ଗଡ଼ି ମରୁଥିବା ବେଳେ ଆଶ୍ରମର ନିରାପତ୍ତା ମଧ୍ୟରେ ବସି ସୂତାକଟା, ଭଜନ ବୋଳା, କପା କିଆରୀରେ ପାଣି ମଡ଼ାର କୌଣସି ଅର୍ଥ ନଥିଲା। ଏ ସମୟରେ ସେମାନଙ୍କର ଏକ ଗୁରୁ କର୍ତ୍ତବ୍ୟ ଓ ଦାୟିତ୍ୱ ନିଶ୍ଚୟ ରହିଅଛି। ମାତ୍ର ସେ କର୍ତ୍ତବ୍ୟ କ'ଣ? କିପରି ସେମାନେ ମରଣର ଏ ମହାସ୍ରୋତ ରୋକିପାରିବେ, ତାହା ହିଁ ବାରମ୍ବାର ଚିନ୍ତା ଓ ଆଲୋଚନା କରି ସୁଦ୍ଧା କୌଣସି କୂଳ କିନାରା ପାଇପାରୁନଥିଲେ। ନିଧିଦାସ ଏ ଅସ୍ୱସ୍ତିକର ନୀରବତା ଭଙ୍ଗ କରିବା ପାଇଁ ଡାକିଲେ, ବରଜୁ, ଶୋଇଲୁଣି କିରେ? ବରଜୁର କୁଡ଼ିଆ ଭିତରୁ କୌଣସି ଉତ୍ତର ଶୁଭିଲା ନାହିଁ। ଅନ୍ୟ ଦିନମାନଙ୍କରେ ରାତି ଅଧରେ ଡାକିଲେ ସୁଦ୍ଧା ବରଜୁ ଯାଉଛି ସାନ୍ତେ କହି ଧାଇଁ ଆସେ। ନିଧିଦାସ ଆଉଥରେ ଡାକିଲେ, ବରଜୁ, ଏ ବରଜୁ। ବରଜୁର ସ୍ତ୍ରୀ ଭିତରୁ ନିଦୁଆ କଣ୍ଠରେ ଉତ୍ତର ଦେଲା, ସିଏ ତ ସେଇ ସଞ୍ଜ ପହରୁ କୁଆଡ଼େ ଯାଇଛି, ରାତି ଅଧ ହେଲା ଫେରିଲା ନାହିଁ। କୋଉଠି ମଦ ଗଳି ପଡ଼ିଥିବ। ଶ୍ୟାମବନ୍ଧୁ ଓ ନିଧିଦାସ ସେଠାରୁ ଆଶ୍ରମର ପଛପଟ ବାରଣ୍ଡାକୁ ଆସିଲେ। ବିରୁପାର ନୁଆଣିଆ ବନ୍ଧ ଓ ବନ୍ଧ ସେପଟେ ମହଳ ଜହ୍ନ ଆଲୁଅର ଧୂ ଧୂ କରୁଥିବା ଭୂଷା ବାଲି ସେଠାରୁ ଏକ ଅସ୍ପଷ୍ଟ ଚିତ୍ର ପରି ଦେଖାଯାଉଥିଲା। ବନ୍ଧ ରୂପରେ ଗୋଟିଏ ଦେବଦାରୁ ଗଛ କେବଳ ସେହି ରୁକ୍ଷ ନିସଙ୍ଗ ଓ ଏକଟଣା ଦିଗରେଖା ଭଙ୍ଗ କରି ସାମାନ୍ୟ ବୈଚିତ୍ର୍ୟ ସୃଷ୍ଟି କରିଥିଲା। ମହଳ ଜହ୍ନ ଆଲୁଅରେ ସେ ଗଛଟା ନିରୀକ୍ଷଣ କରି ଚାହିଁଲେ ତାହା ପାଟି ଆଁ କରିଥିବା ଏକ କରାଳ ମୂର୍ତ୍ତି ପରି ଦିଶୁଥିଲା। ନିଧିଦାସ ଆଖିପତା କ୍ଳାନ୍ତିରେ ମୁଦି ହୋଇ ଆସୁଥିଲା। ଶ୍ୟାମବନ୍ଧୁ ଅନୁଚ୍ଚ କଣ୍ଠରେ ଡାକିଲେ, ନିଧି ଭାଇ। ନିଧିଦାସ ଚମକିଲା ପରି ଆଖି ମେଲାଇ ପଚାରିଲେ, କ'ଣ? ଶ୍ୟାମବନ୍ଧୁ ଗୋଟିଏ ଆଙ୍ଗୁଠି ବନ୍ଧ ଆଡ଼େ ଦେଖାଇ କହିଲେ, ଦେଖୁଛ? ଶ୍ୟାମବନ୍ଧୁ ଯେଉଁଆଡ଼େ ଆଙ୍ଗୁଳି ନିର୍ଦ୍ଦେଶ କରି ଦେଖାଇ ଦେଇଥିଲେ, ସେଇଆଡ଼େ ନିଧିଦାସ ଗଭୀର ଅଭିନିବେଶ ସହିତ ଅନାଇ ଦେଖିଲେ।
ଛାୟା ପରି ଗୋଟାଏ ନିସଙ୍ଗ ମୂର୍ତ୍ତି, କାନ୍ଧରେ ମଣିଷର ମଡ଼ା ପରି କ'ଣ ଗୋଟାଏ ଝୁଲାଇ ବନ୍ଧ ଉପରର ସେହି ଦେବଦାରୁ ଗଛ ପାଖରୁ ତଳର ବାଲିକୁ ଓହ୍ଲେଇ ଯାଉଥିଲା। କାନ୍ଧ ଉପରେ ପଡ଼ିଥିବା ମଣିଷଟିର ହାତ ଦୁଇଟା ତଳେ ଲମ୍ବି ମାଟି ଉପରେ ଘୁଷୁଡ଼ିଥିବା ପରି ଦେଖାଯାଉଥିଲା। ଛାୟାମୂର୍ତ୍ତିର ଗୋଟିଏ ହାତରେ ନିଆଁ ବରିଆଟା ଦପ୍ ଦପ୍ କରୁଥିଲା। ଶ୍ୟାମବନ୍ଧୁ ଓ ନିଧି ଦାସ କେହି ଭୂତ ପ୍ରେତ ବା ପିଶାଚ ପ୍ରବୃତ୍ତିରେ ବିଶ୍ୱାସ କରନ୍ତି ନାହିଁ। ମହାମାରୀର ପ୍ରଚଣ୍ଡ ପ୍ରକୋପ ବେଳେ ସୁଦ୍ଧା ସେ ନିଛାଟିଆ ମଶାଣି ପଦାରେ ରାତିରେ ଯିବା ଆସିବା ପାଇଁ ଭୟ କରନ୍ତି ନାହିଁ। ବିଶ୍ୱଚିକା ମହାମାରୀରେ ପରିଣତ ହୋଇଥିବା ବେଳେ ଶ୍ୟାମବନ୍ଧୁ ଆଶ୍ରମର ପ୍ରତ୍ୟେକ କର୍ମୀ ହାତରେ ତମ୍ବା ପଇସା ଓ ରୁଦ୍ରାକ୍ଷ ଗୋଟିଏ କଳାସୂତାରେ ଗୁନ୍ଥି ବାନ୍ଧି ଦେଇଥିଲେ। ଦେହରେ ତମ୍ବା ପଇସା ଓ ରୁଦ୍ରାକ୍ଷ ଥିଲେ ବିଶ୍ୱଚିକା ଆକ୍ରମଣ କରେ ନାହିଁ। ମାତ୍ର ଏହା ସହିତ ଭୂତ ପ୍ରେତ ବା ଠାକୁରାଣୀଙ୍କ ପ୍ରକୋପ ବିଶ୍ୱାସର କୌଣସି ସମ୍ପର୍କ ନଥିଲା। ତଥାପି ନିଶୁତି ରାତିରେ ମହଳ ଜହ୍ନ ଆଲୁଅରେ ସେହି ବିଚିତ୍ର ଛାୟାମୂର୍ତ୍ତିଟିକୁ ଦେଖି ଉଭୟ ଶ୍ୟାମବନ୍ଧୁ ଓ ନିଧି ଦାସ ଭୟରେ ଅଭିଭୂତ ହୋଇପଡ଼ିଥିଲେ। ସେଠାରୁ ଉଠି ଆଶ୍ରମ ଭିତରକୁ ଯିବା ପାଇଁ ସୁଦ୍ଧା ସେମାନଙ୍କର ପାଦ ଯେପରି ଜଡ଼ ହୋଇଯାଇଥିଲା। ବନ୍ଧ ତଳେ ପଲେ ବିଲୁଆଙ୍କ କିଳିକିଳା ରଡ଼ିରେ ନିଶୁତି ରାତିର ଗର୍ଭ ଯେପରି ଚିରି ଦିଫାଳ ହୋଇଗଲା। ସେହି ଛାୟାମୂର୍ତ୍ତିଟି ପୁଣି ବନ୍ଧ ଉପରକୁ ଉଠି ଦଣ୍ଡେ ଠିଆ ହୋଇ ରହିଲା। ନିଆଁ ବାରିଆଟା ସାମାନ୍ୟ ଜୋରରେ ଦପ୍ ଦପ୍ ହୋଇ ଜଳି ଉଠିଲା। ଶ୍ୟାମବନ୍ଧୁ ଓ ନିଧି ଦାସ ନିଜ ନିଜର କଳ୍ପନା ଓ ଭାବନାରେ ତାହା ପ୍ରେତର ପାଟି ଭିତରେ ଜଳୁଥିବା ନିଆଁ ଭାବି ଭୟରେ କିଂକର୍ତ୍ତବ୍ୟ ବିମୂଢ଼। ନିଧି ଦାସଙ୍କର ମନେ ପଡ଼ିଗଲା ସଞ୍ଜବେଳେ ବରଜୁ ଚମ୍ଭାର କହିଥିବା ଲଙ୍ଗଳେଶ୍ୱର ପିତାଖାଇଙ୍କ କାଳିଶୀର କଥା। 7 ଭଉଣୀ ଏକାଠି ହୋଇଛନ୍ତି, ଆହୁରି ଖାଇବେ, ଆହୁରି ଖାଇବେ। ଛାୟାମୂର୍ତ୍ତିଟି ସେଠାରୁ ଫେରି ବନ୍ଧ ଉପରେ କିଛି ବାଟ ଆସି ବନ୍ଧ ତଳକୁ ଗଡ଼ିଲା। ବନ୍ଧ ଗଡ଼ାଣିରେ ସେହି ଥୁଣ୍ଟା ଶିମିଳି ଗଛ ପାଖରେ ଛାୟାମୂର୍ତ୍ତି ଗଡ଼ିଲା ବେଳେ ବେପରୁଆ କଣ୍ଠରେ ପଦେ ଗୀତର ଲହର ଶୁଭିଲା। କହ ରାଜ୍ୟ ସମାଜର ମନ୍ତ୍ରୀବର। ନିଧି ଦାସ କହିଲେ, ଏ କଳା ତ ବରଜୁର ଗଳା ପରି ଶୁଭୁଛି। ବରଜୁକୁ ଗୀତ ବୋଲି ବୋଲି ଆଶ୍ରମ ଆଡ଼େ ଆସୁଥିଲା। ସେଥିରେ ଶ୍ୟାମବନ୍ଧୁ ବା ନିଧି ଦାସ କାହାରି ସନ୍ଦେହ ରହିଲା ନାହିଁ। କେତେଟା ଆମ୍ବ ଆଉ ଜାମୁଗଛର ଛାଇ ଭିତରୁ ବାହାରି ଯାଇ ବରଜୁ ଆଶ୍ରମ ପାଖ ଗୋଚର ଦଣ୍ଡାକୁ ଚାଲି ଆସିଥିଲା। ତା ହାତରେ ଗୋଟାଏ ନିଆଁ ବରିଆ ଆଉ ଓଠରେ ପିକା ନିଆଁ ଦପ୍ ଦପ୍ କରୁଥିଲା। କିନ୍ତୁ ଏ ନିଶୁତି ରାତିରେ ବରଜୁ ଚମାର କାନ୍ଧରେ ଗୋଟାଏ ମଣିଷର ମଡ଼ା ଝୁଲେଇ ବନ୍ଧ ଉପରେ ବୁଲୁଛି କାହିଁକି? ଏହା ସତ୍ୟ ନା ଚକ୍ଷୁର ଭ୍ରମ? ଶ୍ୟାମବନ୍ଧୁ ଓ ନିଧି ଦାସ କେହି ବୁଝିପାରିଲେ ନାହିଁ। ସେମାନେ ଆଶ୍ରମ ପଛପଟେ ବୁଲି କପା କିଆରୀ କଡ଼େ କଡ଼େ ଆଶ୍ରମର ସାମ୍ନା ଫାଟକ ଆଡ଼କୁ ଆସି ଯାଇଥିଲେ। ସେମାନଙ୍କ ଦେହରୁ ବର୍ଷାଧାର ପରି ଝାଳ ବୋହି ପଡ଼ୁଥିଲା। ଅଦୂରରେ ବରଜୁକୁ ସଶରୀରେ ଦେଖି ସୁଦ୍ଧା ସେମାନଙ୍କର ଭୟ ପୂରାପୂରି କଟି ନଥିଲା। ନିଧି ଦାସ ମନରେ ଦମ୍ଭ ଓ ସାହସ ଆଣି ଡାକିଲେ, ବରଜୁ। ବରଜୁ ସ୍ଖଳିତ କଣ୍ଠରେ ଉତ୍ତର ଦେଲା, କିଏ ସାଆନ୍ତେ କି? ଶ୍ୟାମବନ୍ଧୁ ପଚାରିଲେ, ତୁ ଏତେ ରାତିରେ କୁଆଡ଼େ ବୁଲୁଥିଲୁ ବରଜୁ? ବରଜୁ କହିଲା, ପାଣସାହିରେ ହଇଜା ପଶିଛି। କେଳୁଜଲାର ଭେଣ୍ଡା ପୁଅଟା ଏଇ ସଞ୍ଜ ପହରେ ଚାଲିଗଲା। ଦୋଳରେ କଲିକତାରୁ ଆସିଥିଲା ଗଜା ଭେଣ୍ଡିଆଟା। କାଲି ତ ତା ମା ବୁଢ଼ୀ ଆଉ ବୋହୂ ଯାଇଥିଲେ। ଆଜିକି ସେମାନଙ୍କ ବାସିମଡ଼ା ସେମିତି ପଡ଼ିଥିଲା। ମଡ଼ା ଉଠାଇବା ପାଇଁ ସୁଦ୍ଧା ଲୋକ ନାହାନ୍ତି। କେଳୁଜନା ବୁଢ଼ା ପାଗଳଙ୍କ ପରି ଦାଣ୍ଡରେ ପାଟି କରି ବୁଲୁଛି, ଖା ଖା, ମତେ ଖା, ତୋ ଦାନ୍ତ ଓପାଡ଼ି ଦେବି, ଜିଭ ଛିଣ୍ଡାଇ ଦେବି। ମୁଁ ତ ସଞ୍ଜ ପହରୁ ଗୋଡ଼ି ଗୋଡ଼ି ମଡ଼ା ବୋହୁଛି। କେତେ ବୋହିବି? ଦେହ ହାତ ଗନ୍ଧେଇ ଗଲାଣି। ହାପ। ବରଜୁ ଥକି ପଡ଼ିଲା। ନିଆଁ ବାରିଆଟାକୁ ଧୂଳିରେ ମାଡ଼ି ନିଭାଇ ଦେଇ ବରଜୁ ସେଇ ଧୂଳି ଉପରେ ସେମିତି ଗଳି ପଡ଼ିଲା। ନିଧି ଦାସ ମନେ ମନେ ଭାବିଲେ, ଉଦ୍ଧବ କପୋତପକ୍ଷୀ ଅଜଗର ସାପଠାରୁ ସୁଦ୍ଧା ତତ୍ତ୍ୱଜ୍ଞାନ ପାଇଥିଲେ। ବରଜା ଚମାର ତାଙ୍କ ଗୁରୁ। ସେହି ଏକା ଆଜି ତାଙ୍କ ଆଖି ଆଗରେ ବାଟ ଫିଟାଇ ଦେଲା। ବହୁ ବର୍ଷ ପୂର୍ବେ ସେବାଶ୍ରମର କର୍ମୀମାନଙ୍କର ସେହି ପୁରୁଣା କଥା ମନେ ପଡ଼ିଗଲା। ନିର୍ଭୟ ହୁଅ, ନିର୍ଭୀକ ହୁଅ। ବରଜୁର ଅଭୟ ମୂର୍ତ୍ତି ଆଡ଼େ ଚାହିଁ ନିଧି ଦାସ ମନେ ମନେ ଲଜ୍ଜିତ ହେଲେ। ମାତ୍ର ତା ପରଦିନ ସକାଳୁ ଶ୍ୟାମବନ୍ଧୁ ଓ ନିଧି ଦାସ ନିଜର କର୍ମ ଯୋଜନା ସ୍ଥିର କରି ସାରିଥିଲେ। ଆଣ୍ଠୁ ନଳୁଚା ଖଦଡ଼ ଧୋତି ପିନ୍ଧି କାନ୍ଧରେ ଝୁଲୁଟିଏ ଝୁଲାଇ ମୁଣ୍ଡରେ ଓଦା ଗାମୁଛା ପକାଇ ସକାଳୁ ସକାଳୁ ନିଧି ଦାସ ଓ ଶ୍ୟାମବନ୍ଧୁ ବାହାରି ପଡ଼ିଲେ।
ସେମାନଙ୍କ ପଛେ ପଛେ ବରଜୁ ଚମାର, ଖଣ୍ଡିଆ ଭୂତ ପରି, ଝୁଲାମୁଣି ଦୁଇଟିରେ ହେମ କେଦାର ପତ୍ର, ଗୋଲମରିଚ, କର୍ପୂର ବଟିକା ଓ ମିଶ୍ରି ପ୍ରଭୃତି ଭର୍ତ୍ତି ହୋଇଥିଲା। 21ଟା ଗୋଲମରିଚ ସହିତ ହେମକେଦାର ପତ୍ର ବାଟି ଖାଇଲେ ବିଶୁଚିକାର ପ୍ରକୋପ ବନ୍ଦ ହୋଇଯାଏ। କର୍ପୂର ବଟିକା ବିଶୁଚିକାର ପୁଣି ଏକ ପ୍ରଧାନ ଔଷଧ। ବିଶୁଚିକା ରୋଗୀର ଚିକିତ୍ସା ସମ୍ପର୍କରେ ସେମାନଙ୍କୁ ଯେତେ ଟୁଣୁକା ଓ ଚେରମୂଳି ଔଷଧ ଜଣାଥିଲା, ସେସବୁ ପ୍ରୟୋଗ କରିବା ପାଇଁ ସେମାନେ ଉପାଦାନ ସଂଗ୍ରହ କରି ବାହାରି ପଡ଼ିଲେ। ଏସବୁ ପ୍ରସ୍ତୁତି ଅବଶ୍ୟ କଦଳୀ ଭେଳାର ସମୁଦ୍ର ଲଙ୍ଘନ କରିବାର ଉଦ୍ୟମ ପରି ଅବାସ୍ତବ। ତଥାପି ତାହା ଯେତେ ଅକିଞ୍ଚିତ ହେଉ ପଛେ ସେମାନେ ଯଦି ଆର୍ତ୍ତ ଓ ପୀଡ଼ିତର ଯନ୍ତ୍ରଣା ସାମାନ୍ୟ ଉପଶମ କରିପାରିଲେ, ବିତତ୍ରସ୍ତ ଜନତା ମଧ୍ୟରେ ଆଶା ଓ ଆତ୍ମବିଶ୍ୱାସ ସଞ୍ଚାର କରିପାରିଲେ, ତାହା ହିଁ ସେମାନଙ୍କ ପକ୍ଷରେ ଯଥେଷ୍ଟ। ବରଜୁ ସେମାନଙ୍କ ପଛେ ପଛେ ପିଙ୍କାରୁ ଧୂଆଁ ଟାଣି ଚାଲିଥିଲା। ସେ କହିଲା, ଅଧେ ଲୋକ ମରୁଛନ୍ତି ଛାନିଆରେ, ଆଉ ଅଧେ ମରୁଛନ୍ତି ହେପାଜତ ଅଭାବରେ। କାଲି କେଳୁଜେନା ଘରେ ତା ପୁଅ ମାଧଜେନାକୁ ଦେଖିବା ପାଇଁ ମୁଁ ଯେତେବେଳେ ଯାଏ ଦେଖିଲି ପିଣ୍ଡାରେ ମାଟି ଉପରେ ସେ ବାନ୍ତି ଆଉ ମଳରେ ଘାଣ୍ଟି ହୋଇ ପଡ଼ିଛି। ଗନ୍ଧରେ ମଣିଷ ପାଖ ପଶି ପାରିବ ନାହିଁ। ଟୋକେଇ ଟୋକେଇ ମାଛି ତା ଦେହ ଉପର ଯାକ ସିଂ ହୋଇ ଯାଇଛନ୍ତି। ଏ ବେମାରୀରେ ହାପ୍ୟ ମଳୁକୁ ଭାରି ଶୋଷ ହୁଏ। ମୁଣ୍ଡ ଉପରେ ଯୋଉ ପଣାହାଣ୍ଡିଟା ରଖାଯାଇଥିଲା, ସିଏ ହାପ୍ୟ ସେଇ ଆଡ଼କୁ ଆଖି ଡୋଳା ଦୁଇଟା କାଢ଼ି ଅନେଇଥିଲା। ପଣାହାଣ୍ଡିରେ ପାଣି ଟୋପାଏ ସୁଦ୍ଧା ନଥିଲା। ଗୋଡ଼ରୁ ବାକୁଲା ଉଠିଲା ବେଳେ ତା ଦେହ ଧନୁ ପରି ବାଙ୍କି ଯାଉଥିଲା। ମତେ ଦେଖି ସେ ଜିଭ କାଢ଼ି ଓଠ ଉପରେ ବୁଲେଇଲା। ମୁଁ ପାଣି ଆଣୁ ଆଣୁ ତା ଜିଭ ଉଡ଼ି ଯାଇଥିଲା। ହାପ୍ୟ ମରିବ ବୋଲି କେଡ଼େ ଭେଣ୍ଡିଆଟାଏ ହୋଇନଥିଲା ରେ। ପଲ୍ଲୀ ଶାଗୁଣା ସେମାନଙ୍କ ମୁଣ୍ଡ ଉପରେ ଅଳ୍ପ ଉଚ୍ଚରେ ଚକର କାଟି ଉଡ଼ୁଥିଲେ। ବିରୂପା ବାଲି ଉପରେ ପାଣିଧରଠାରୁ ଅଳ୍ପ ଛଡ଼ାରେ କେତେଟା ମଡ଼ା ପଡ଼ିଥିଲେ। ଶାଗୁଣା ପଲ ସେହିଆଡ଼େ ଲକ୍ଷ୍ୟ କରି ଓହ୍ଲାଇ ଆସୁଥିଲେ। ଶାଗୁଣାମାନଙ୍କର ଛଡ଼ାଛଡ଼ିରେ ମୁର୍ଦାର ପାଣି ଭିତରେ ପଡ଼ିଲେ। ପାଣି ଧାରାଟା ବିଶୁଚିକା ଜୀବାଣୁରେ ବିଷାକ୍ତ ହୋଇଯିବ। ବିଶୁଚିକା ବ୍ୟାପିବାର ଏହା ମଧ୍ୟ ଗୋଟିଏ ପ୍ରଧାନ ଲକ୍ଷଣ। ଶ୍ୟାମବନ୍ଧୁ ଓ ନିଧି ଦାସ ସେହି ଆଶଙ୍କାରେ ଆତଙ୍କିତ ହୋଇପଡ଼ିଲେ। ଶାଗୁଣା ପଲ ମଡ଼ା ବାସନା ପାରି ସେତେବେଳକୁ ବାଲି ଉପରକୁ ଓହ୍ଲାଇ ଆସିଥିବେ। ବରଜୁ ଭୂତ ପରି ଦୁଇ ହାତରେ ତାଳି ମାରି ହୋ ପାଟି କରି ବନ୍ଧ ଉପରେ ବାଲି ଗକୁ ଗଡ଼ି ଆସିଲା। ତା ଶାଗୁଣା ପଲ ଠେଲି ସେ ମାଗୁଡ଼ାକୁ ଗୋଟି ଗୋଟି ସେଠାରୁ ଟାଣି ପାଖରେ ଗୋଟାଏ ବେଣାକୁଦ ଉପରକୁ ଯେପରି ଟାଣି ନେଉଥିଲା। ସେଥିରେ ଶ୍ୟାମବନ୍ଧୁ ନିଧି ଦାସଙ୍କର ଆଖି ବିକାର ଓ ବିସ୍ମୟରେ ଖୋସି ହୋଇ ପଡ଼ିଥିଲା। ଶାଗୁଣା ପଲ ମଡ଼ା ପଛେ ପଛେ ବେଣାକୁଦ ଉପରକୁ ଉଡ଼ିଗଲେ। ବରଜୁ ବନ୍ଧ ଉପରକୁ ପିଙ୍କା ଟାଣି ଟାଣି ଉଠିଲା। ଶ୍ୟାମବନ୍ଧୁ କହିଲେ, ହାତଟା କୋଉଠି ଧୋଇ ପକା ବରଜୁ। ସେଇ ହାତରେ ମଡ଼ାଗୁଡ଼ାକୁ ଫିଙ୍ଗି ପୁଣି ସେଥିରେ ପିଙ୍କା ଟାଣୁଛୁ। ହଇଜା ବଡ଼ ଡିଆ ରୋଗରେ। ବରଜୁ ବେପରୁଆ କଣ୍ଠରେ କହିଲା, ହ୍ୟାପ ମଣିଷ ଦେହରେ ଏମିତି କେତେ ହଇଜା ହଜମ ହୋଇଯାଇଛି। ହଇଜା ମୋର କ'ଣ କରିପାରିବ ସାନ୍ତେ। ଶଳା ପଲେ ଭେଣ୍ଡାଗଜା ଟୋକା ନଈବାଲି ଉପରେ ମରି ପଡ଼ିଛନ୍ତି ରେ। ଜୀବନ ଏପରି ନିଷ୍ଠୁର ଓ ନିଷ୍କରୁଣ ହୋଇପାରେ। ମୃତ୍ୟୁ ଏପରି ବିଭତ୍ସ ହୋଇପାରେ। ପୁଣି ଦର୍ପ ଓ ଦମ୍ଭର ମଣିଷ ଏପରି ଅସହାୟ ଭାବରେ ମରିପାରେ। ଏ ଧାରଣା ଶ୍ୟାମବନ୍ଧୁ ବା ନିଧି ଦାସଙ୍କର କେବେ ନଥିଲା। ଗାଁ ଗାଁ ବୁଲି ଘରେ ଘରେ ସେମାନେ ଏହି ନିଷ୍ଠୁର ଦୃଶ୍ୟ ଦେଖି ଦେଖି ଯନ୍ତ୍ରର ମଣିଷରେ ପରିଣତ ହୋଇପଡ଼ିଥିଲେ। ଘରେ ଘରେ ହେମ କେଦାର ପତ୍ର ଆଉ ଗୋଲମରିଚ ବାଟି ରୋଗୀମାନଙ୍କୁ କର୍ପୂର ବଟିକା ଗିଳାଇ ମଳୁମାନଙ୍କୁ ଉଠାଇ ସେମାନଙ୍କୁ ପରିଷ୍କାର କରି ବାକୁଲା ଉଠୁଥିବା ରୋଗୀମାନଙ୍କ ପାଦରେ ହାତ ବୁଲାଇ ଶୋଷରେ ପ୍ରାଣ ଯାଉଥିବା ରୋଗୀମାନଙ୍କ ପାଟିରେ ପାଣି ଦେଇ ଦେଇ ସେମାନଙ୍କୁ ଦିନ ଅଣ୍ଟିଲା ନାହିଁ। ସନ୍ଧ୍ୟାରେ ଆଶ୍ରମକୁ ଫେରିଥିବା ପରେ ମଧ୍ୟ ବିଶ୍ରାମ ନଥିଲା। ପ୍ରଥମେ ପ୍ରଥମେ ଖୋଳ କରତାଳ ପିଟି ଗାଁ ଗାଁରେ ସଂକୀର୍ତ୍ତନ ଦଳ ବୁଲୁଥିଲେ। କୋକୁଆ ଭୟର ବିଭୀଷିକା ମଧ୍ୟରେ ଭୀତିଗ୍ରସ୍ତ ଜନତାର ପ୍ରାଣରେ ସେମାନେ ସାହସ ଓ ଆତ୍ମବିଶ୍ୱାସ ସଞ୍ଚାର କରିପାରୁଥିଲେ। ମାତ୍ର ହଇଜା ଅତି ପ୍ରବଳ ଭାବରେ ବ୍ୟାପିବାରୁ ତାହା ଏବେ ବନ୍ଦ ହୋଇଯାଇଥିଲା। ତେଣୁ ଶ୍ୟାମବନ୍ଧୁ ନିଧି ଦାସ ଓ ବରଜୁ ମିଶି ରାତିରେ ଆଖପାଖ ଗାଁମାନଙ୍କରେ ଖୋଳ କରତାଳ ପିଟି ସଂକୀର୍ତ୍ତନ ଗାଇ ବୁଲିଲେ। ସେମାନଙ୍କ ସଙ୍ଗରେ ମିଶିଲେ ଅନ୍ୟ ଗ୍ରାମର ଗ୍ରାମବାସୀମାନେ। ମୃତ୍ୟୁ ଓ ମହାମାରୀ ବିରୁଦ୍ଧରେ ଆଶାବାଦୀ, ନିର୍ଭୀକ ଜୀବନର ସ୍ପର୍ଦ୍ଧିତ ପଟୁଆର ପରି। ସେମାନେ ଗାଁ ପରେ ଗାଁ ବୁଲି ରାତି ପୁହାଇଲେ। ସକାଳୁ ଲାଗିଲା ପୁଣି ରୋଗୀ ସେବା, ମଢ଼ କଢ଼ା। ଅକ୍ଲାନ୍ତ ପରିଶ୍ରମରେ ଶ୍ୟାମବନ୍ଧୁ ଓ ନିଧି ଦାସଙ୍କୁ ଦିନ ରାତି ଜଣାପଡ଼ିଲା ନାହିଁ।
ବେଳେବେଳେ ଆକାଶରେ ସକାଳର ସୂର୍ଯ୍ୟୋଦୟ, ସନ୍ଧ୍ୟାରେ ସୂର୍ଯ୍ୟାସ୍ତ କିମ୍ବା ସୁଦୂରରେ ଦିଗ୍ବଳୟର ରେଖା ଆଡ଼େ ଚାହିଁଲେ ଏକ ସୀମାହୀନ ବିରାଟତ୍ୱର ଅବର୍ଣ୍ଣନୀୟ ଉପଲବ୍ଧିରେ ନିଧିଦାସଙ୍କ ପ୍ରାଣ ଓ ଚେତନା ଯେପରି ଅଭିଭୂତ ହୋଇଉଠେ। ଏବେ ରାତି ପାହାନ୍ତାରେ ଅଥବା ମୁହଁ ସଞ୍ଜବେଳେ ହଇଜା ମଳୁମାନଙ୍କର ସେବା କରି ଫେରିବା ପରେ ସେହିପରି ଏକ ଅନିବର୍ଚ୍ଛନୀୟ ଆବେଗରେ ନିଧିଦାସଙ୍କର ଜୀବନବୋଧ ଉଦ୍ବେଳିତ ହୋଇ ଉଠୁଥିଲା। ଅନ୍ୟର ସେବା ମଧ୍ୟରେ ନିଜକୁ ଲୋପ କରିଦେବାରେ ଏତେ ପୂର୍ଣ୍ଣତା, ଏତେ ତୃପ୍ତି, ଏତେ ସାର୍ଥକତା ନିଧିଦାସ ଜୀବନରେ ଆଉ କେବେ ଅନୁଭବ କରିନଥିଲେ। କେତେଦିନ ପରେ ସେମାନଙ୍କ ଦଳରେ ଆସି ମିଶିଲେ ସୁଲତାନପୁରର ଅଖ୍ତାର ମିଆଁ ଡାକ୍ତର। ଡାକ୍ତରୀ ପାସ୍ କରି ସେ କଟକରେ ସଦ୍ୟ ବ୍ୟବସାୟ ଆରମ୍ଭ କରିଥିଲେ। ମହାମାରୀରେ ତାଙ୍କର ସ୍ତ୍ରୀ, ଗୋଟିଏ ଶିଶୁପୁତ୍ର ଗ୍ରାମରେ ଆକ୍ରାନ୍ତ ହୋଇ ମୃତ୍ୟୁମୁଖକୁ ଯାଇଥିଲେ। ବହୁ ଚେଷ୍ଟା ଓ ଚିକିତ୍ସା ସତ୍ତ୍ୱେ ସେମାନଙ୍କ ପ୍ରାଣରକ୍ଷା ସମ୍ଭବ ହୋଇନଥିଲା। ସେଦିନ ଅଖ୍ତାର ମିଆଁ ଉଦାସ ପରି ଗାଁ ଗାଁ ବୁଲି ଯଥାଶକ୍ତି ହଇଜା ରୋଗୀମାନଙ୍କର ଚିକିତ୍ସା କରୁଥିଲେ। ଶ୍ୟାମବନ୍ଧୁ ଓ ନିଧିଦାସ ପ୍ରମୁଖଙ୍କର କାର୍ଯ୍ୟକ୍ରମରେ ଆକୃଷ୍ଟ ହୋଇ ସେ ମଧ୍ୟ ଧୀରେ ଧୀରେ ଆଶ୍ରମର ଅନ୍ୟତମ ଅନ୍ତେବାସୀରେ ପରିଣତ ହୋଇପଡ଼ିଲେ। ଆଷାଢ଼ ଆରମ୍ଭ ବେଳକୁ ବିସୂଚିକାର ପ୍ରକୋପ ଧୀରେ ଧୀରେ ଛାଡ଼ି ଆସିଲା। ଲୋକେ ପୁଣି ଅଣ୍ଟା ସଳଖି ଠିଆ ହେଉଥିଲେ। ଶୃଗାଳମାନଙ୍କର ପହରିଆ ରଡ଼ିରେ ଆଉ ପୂର୍ବର ପୈଶାଚିକ ବିକଟତା ନଥିଲା କିମ୍ବା ଠାକୁରାଣୀମାନଙ୍କର ନୂପୁର ଧ୍ୱନିରେ ରାତିରେ ଅନ୍ଧକାର ଆଉ ବିଭୀଷିକାଗ୍ରସ୍ତ ହେଉନଥିଲା। ସେଦିନ ମୁହଁ ସଞ୍ଜ ହୋଇ ଆସିଥିଲା। ଶ୍ୟାମବନ୍ଧୁ ଅଖ୍ତାର ମିଆଁ ଡାକ୍ତରଙ୍କୁ ଅରଟରେ ସୂତା କାଟିବା ଶିଖାଉଥିଲେ। ଅଖ୍ତାର ମିଆଁଙ୍କ ଅନଭ୍ୟସ୍ତ ହାତରେ ସୂତା ସବୁ ଗଣ୍ଠି ବାନ୍ଧି ଛିଣ୍ଡି ଯାଉଥିଲା। ତାଙ୍କର ସୂତା କାଟିବାର ବିଚିତ୍ର ଭଙ୍ଗୀ ଦେଖି ନିଧିଦାସ ବେଳେବେଳେ ହସି ଉଠୁଥିଲେ। ବାହାରେ ମେଘାଚ୍ଛନ୍ନ ଆକାଶରୁ କୁଣ୍ଡା ଝାଡ଼ିଲା ପରି ଅସରାଏ ଅସରାଏ ମେଘ ରହି ରହି ବର୍ଷି ଯାଉଥିଲା। ଏହି ସମୟରେ ନିଧିଦାସଙ୍କ ମୂଲିଆ ଜଇଆ ବାଉରୀ ଆଶ୍ରମ ପିଣ୍ଡା ଉପରକୁ ଉଠି ଆସି କହିଲେ, ବାବୁ, ଘରକୁ ଜଲ୍ଦି ଚାଲ, ସବୁ ସରିଗଲା। ନିଧି ଆସନ୍ନ ଅମଙ୍ଗଳର ଆଶଙ୍କାରେ ଆତଙ୍କିତ କଣ୍ଠରେ ପଚାରିଲେ, କ'ଣ ହେଲା ଜଇ? ଜୟା କହିଲା, ମା'ଙ୍କୁ ବାଡ଼ି ଧଇଲା ପରା, ଡରରେ କେହି ପାଖ ମିଳୁନାହାନ୍ତି। ଏତେ ମୃତ୍ୟୁ ବ୍ୟାଧିର ଏତେ ବିଭତ୍ସ ବିବରଣୀ ଓ ବିକଟ ଦୃଶ୍ୟ ନିଧିଦାସଙ୍କୁ ମୁହୂର୍ତ୍ତକ ପାଇଁ କେବେ ବିଚଳିତ କରିନଥିଲା। ମାତ୍ର ଯେଉଁ ବ୍ୟାଧି ବିରୁଦ୍ଧରେ ସେ ଏତେ ଲଢ଼ି ଆସିଲେ, ସେହି ବ୍ୟାଧିରେ ଅବଶେଷରେ ନିଜ ସ୍ତ୍ରୀ ଆକ୍ରାନ୍ତ ହୋଇଥିବା ସମ୍ବାଦ ତାଙ୍କୁ କିଂକର୍ତ୍ତବ୍ୟ ବିମୂଢ଼ କରିଦେଲା। ଅକାତରେ ଅଖ୍ତାର ମିଆଁ ସଙ୍ଗେ ସଙ୍ଗେ ଲୁଙ୍ଗି ଉପରେ ଖଣ୍ଡେ ପଞ୍ଜାବୀ ଗଳାଇ ହାତରେ ଚମଡ଼ା ବ୍ୟାଗ୍ ଓ ସାଲାଇନ୍ ସିଲିଣ୍ଡର ପ୍ରଭୃତି ଧରି ନିଧିଦାସଙ୍କୁ କହିଲେ, ଚିନ୍ତା ନାହିଁ, ଚାଲ, ସବୁ କିଛି ଠିକ୍ ହୋଇଯିବ। ମାତ୍ର ସେମାନେ ପହଞ୍ଚିଲା ବେଳକୁ ସବୁ ଶେଷ ହୋଇଯାଇଥିଲା। ଘର ଭିତରେ ଗୋଟିଏ ଧୂଆଁଳିଆ ଲଣ୍ଠନ ମିଞ୍ଜି ମିଞ୍ଜି କରୁଥିଲା। ଅଖ୍ତାର ମିଆଁ ଗୋଟାଏ କୋରାମିନ୍ ଇଞ୍ଜେକ୍ସନ ରୋଗିଣୀର ବାହୁରେ ଫୋଡ଼ି ଗମ୍ଭୀର ଭାବରେ ନାଡ଼ି ପରୀକ୍ଷା କଲେ। ମାତ୍ର ସେତେବେଳକୁ ଦେହରେ ପ୍ରାଣସତ୍ତା ନଥିଲା। ନାଡ଼ୀର ସ୍ପନ୍ଦନ ନୀରବ ହୋଇଯାଇଥିଲା। ଗୋଟିଏ ଦୀର୍ଘଶ୍ୱାସ ପକାଇ ବାହାରକୁ ଆସି ପାଷାଣ ମୂର୍ତ୍ତି ପରି ଅଖ୍ତାର ମିଆଁ ମେଘଢଙ୍କା ଆକାଶରେ ଗୋଟିଏ ତାରା ଆଡ଼େ ଚାହିଁ ଠିଆ ହୋଇଥିଲେ। ତାଙ୍କର ମନେ ପଡ଼ିଯାଉଥିଲା ନିଜ ସ୍ତ୍ରୀ ମଇମୁନା କଥା। ସେ ବି ଦିନେ ଠିକ୍ ଏହିପରି ଗୋଟିଏ ନିର୍ଜନ ସନ୍ଧ୍ୟାରେ ନିଃସଙ୍ଗ ରୋଗଶଯ୍ୟାରେ ସଂସାରରୁ ବିଦାୟ ନେଇଥିଲା। ଅଖ୍ତାର ମିଆଁ, ୟା ଆଲ୍ଲାହ, ଅସ୍ଫୁଟ କଣ୍ଠରେ କହି ଗୋଟିଏ ଦୀର୍ଘଶ୍ୱାସ ପକାଇଲେ। ନିଧିଦାସ ସ୍ତ୍ରୀ ବିୟୋଗ ଦୁଃଖ ସମ୍ଭାଳି ଉଠି ସାରିଥିଲେ। ପୂର୍ବପରି ନାନା କର୍ମ କୋଳାହଳରେ ଆଶ୍ରମ ପୁଣି ଜୀବନ୍ତ ହୋଇ ଉଠିଲା। ଶ୍ୟାମବନ୍ଧୁ ପ୍ରମୁଖ ପୁଣି ଆଶ୍ରମର ଦୈନନ୍ଦିନ କାର୍ଯ୍ୟକ୍ରମ ନିୟମିତ ଭାବରେ ଆରମ୍ଭ କରିଦେଇଥିଲେ। ଝଡ଼ ପରେ ସବୁ ପୁଣି ଶାନ୍ତ ସ୍ୱାଭାବିକ ହୋଇ ଆସିଥିଲା। ମାତ୍ର ଭାରତର ରାଜନୈତିକ ଆକାଶରେ ହଠାତ୍ ଏକ କାଳବୈଶାଖୀର ଅନ୍ଧକାର ରାହୁର ଛାୟା ପରି ମାଡ଼ି ଆସିଥିଲା। 1924 ମସିହା ଫେବୃଆରୀ ମାସରେ ଗାନ୍ଧିଜୀ ଜେଲରୁ ମୁକ୍ତି ପାଇ ଆସିବା ବେଳକୁ ଭାରତର ରାଜନୈତିକ ପରିସ୍ଥିତି, କଂଗ୍ରେସର ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱ ପୁଣି ଭାରତରେ ବହୁ ଅଞ୍ଚଳରେ ରକ୍ତାକ୍ତ ସାମ୍ପ୍ରଦାୟିକ ସଂଘର୍ଷ ଯୋଗୁଁ ବଡ଼ ତିକ୍ତ ଓ ଜଟିଳ ହୋଇ ଉଠିଥିଲା। କାଉନସିଲ ପ୍ରବେଶ ସମ୍ପର୍କରେ କଂଗ୍ରେସ ଭିତରେ ଦୁଇଟି ବିରୋଧୀ ମତବାଦକୁ କେନ୍ଦ୍ର କରି ଦୁଇଟି ଗୋଷ୍ଠୀ ବା ଦଳ ସୃଷ୍ଟି ହୋଇଥିଲା। ସେ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଓ ବିବାଦ ଗାନ୍ଧୀଙ୍କ ପ୍ରଭାବରେ ଅବଶ୍ୟ ଚାପା ପଡ଼ିଥିଲା।
କିନ୍ତୁ ଦିଲ୍ଲୀ, ଗୁଲବର୍ଗା, ନାଗପୁର, ଶାହଜାହାନପୁର, ଆହ୍ଲାବାଦ, ଜବଲପୁର ଓ ଲକ୍ଷ୍ନୌ ପ୍ରଭୃତି ସହରମାନଙ୍କରେ ଯେ ଉତ୍କଟ ହିନ୍ଦୁ ମୁସଲମାନ ସାମ୍ପ୍ରଦାୟିକ ସଂଘର୍ଷ ତେଜି ଉଠିଥିଲା, ତାହା ଗାନ୍ଧିଜୀଙ୍କୁ ଅତ୍ୟନ୍ତ ହତାଶ ଓ ମ୍ରିୟମାଣ କରିଦେଇଥିଲା। କୋହାଟରେ ହିନ୍ଦୁ ମୁସଲମାନ ସଂଘର୍ଷ ତ ଭାରତୀୟ ଜାତୀୟତାର ମେରୁଦଣ୍ଡ ଭାଙ୍ଗିଦେଲା। କୋହାଟ ସଂଘର୍ଷ ସମ୍ପର୍କରେ ତଦନ୍ତ ପାଇଁ ଗାନ୍ଧିଜୀ ଓ ଶୌକତ ଅଲିଙ୍କୁ ଘେନି କମିଟି ଗଢ଼ାଗଲା। କମିଟିର ରିପୋର୍ଟ ମଧ୍ୟ ପ୍ରସ୍ତୁତ ହେଲା। ମାତ୍ର ସଂଘର୍ଷ ପାଇଁ ମୁସଲମାନମାନେ ଦାୟୀ ବୋଲି ଗାନ୍ଧିଜୀ ସିଦ୍ଧାନ୍ତ କଲାବେଳକୁ ହିନ୍ଦୀମାନଙ୍କୁ ଦାୟୀ କରି ଶୌକତ ଅଲି ସିଦ୍ଧାନ୍ତ ଦେଲେ। ଫଳରେ ସେ ରିପୋର୍ଟ ପ୍ରକାଶର ଦିବାଲୋକ ଆଉ ଦେଖିପାରିଲା ନାହିଁ। ଅନ୍ୟ ବାଟ ନ ଦେଖି ହିନ୍ଦୁମାନଙ୍କର ପାପର ପ୍ରାୟଶ୍ଚିତ ରୂପେ ଗାନ୍ଧିଜୀ ତେଣୁ ଦିଲ୍ଲୀରେ ମୌଲାନା ମହମ୍ମଦ ଅଲିଙ୍କ ଘରେ 3 ସପ୍ତାହ ବ୍ୟାପୀ ଅନଶନ ଆରମ୍ଭ କରିଦେଲେ। କିନ୍ତୁ ଦିଲ୍ଲୀରେ ସେଠ ବିରଳା ପ୍ରମୁଖଙ୍କ ପ୍ରକାଣ୍ଡ ଭବନମାନ ଥାଉ ଥାଉ ଗାନ୍ଧିଜୀଙ୍କୁ ଆଉ ଜାଗା ମିଳିଲା ନାହିଁ ଯେ ସେ ମୌଲାଙ୍କ ଘରେ ଅନଶନ କଲେ। ଏ ଅନଶନ ତେଣୁ ମୁସଲମାନଙ୍କ ବିରୁଦ୍ଧରେ ଅଭିପ୍ରେତ ନୁହେଁ ତ? ମୌଲାନା ବାହାରେ ଅବଶ୍ୟ ଏ ସନ୍ଦେହ ଓ ଆଶଙ୍କା କଲେ ନାହିଁ। କିନ୍ତୁ ଭିନ୍ନ କାରଣ ଦର୍ଶାଇ ଗାନ୍ଧିଜୀଙ୍କୁ ଅନଶନ ପାଇଁ ସେ ଅନ୍ୟତ୍ର ପଠାଇଦେଲେ। ବ୍ୟାଧି ଚିହ୍ନିବାରେ ଗାନ୍ଧିଜୀଙ୍କର ଭୁଲ ନଥିଲା। ମାତ୍ର ସେତେବେଳେ ଭାରତର ଜାତୀୟତାର ଦେହରେ ସାମ୍ପ୍ରଦାୟିକ ବ୍ୟାଧିର ଯେ ଉତ୍କଟ ବିସ୍ଫୋଟକମାନ ଫୁଟି ଉଠୁଥିଲା, ଉପାସ ଦ୍ୱାରା ଆରୋଗ୍ୟ କରିବା ଅବସ୍ଥାରେ ତାହା ନଥିଲା। କାଳିସୀ ଲଗାଇ ବିଶ୍ୱଚିକାର ପ୍ରକୋପ ଶାନ୍ତ କରିବା, ଯାହା ଅନଶନ ଦ୍ୱାରା ସାମ୍ପ୍ରଦାୟିକ ସମସ୍ୟାର ସମାଧାନ ଉଦ୍ୟମ ସେଇପରି ହୋଇଥିଲା। ମାତ୍ର ଗାନ୍ଧିଜୀଙ୍କ ଅନଶନ ବାର୍ତ୍ତା ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ଶ୍ୟାମବନ୍ଧୁ ଗାନ୍ଧୀ ଉପାସ ଆରମ୍ଭ କରିଦେଲେ। ନିଧି ଦାସ ମଧ୍ୟ ତାଙ୍କ ସଙ୍ଗେ ମିଶି ଗାନ୍ଧୀ ଉପାସ ପାଇଁ ନିଷ୍ପତ୍ତି ନେଲେ। କିନ୍ତୁ ଏବେ କେତେଦିନ ଧରି ତାହାଙ୍କୁ ପାଳିଜ୍ୱର ହେଉଥିବାରୁ କୌଶଲ୍ୟାର ଜିଦ୍ ଓ ଶ୍ୟାମବନ୍ଧୁଙ୍କ ଆପତ୍ତିରେ ସେ ସେଥିରୁ ନିବୃତ୍ତ ରହିଥିଲେ। ମାର୍ଗଶିର ମାସର ସଂକ୍ଷିପ୍ତ ଅପରାହ୍ନ, ଶିଶିର ସିକ୍ତ ଗୋଧୂଳିର ଶୀତଳ ଛାୟା ମଧ୍ୟରେ କ୍ରମେ ନିଭି ନିଭି ଆସୁଥିଲା। ଇନ୍ଦ୍ରମଣି ପ୍ରହରାଜ, ଗୋବିନ୍ଦ ରାଉତ ଓ ଚନ୍ଦ୍ରମଣି ମହାନ୍ତି ପ୍ରମୁଖ ଆଶ୍ରମର ଅନ୍ୟ କେତେଜଣ ଅନ୍ତେବାସୀ ଆଳୁ କିଆରୀରେ ପାଣି ମଡ଼ାଉଥିଲେ। ଗତବର୍ଷ ନାନା କର୍ମବ୍ୟସ୍ତତା ମଧ୍ୟରେ ସଭ୍ୟ ଚାନ୍ଦା ବାବଦ ନିର୍ଦ୍ଦିଷ୍ଟ 2000 ଗଜ ସୂତା ଶ୍ୟାମବନ୍ଧୁ ଓ ବା ନିଧି ଦାସ କେହି କାଟିପାରି ନଥିଲେ। ସେଥିପାଇଁ ଉଭୟ ଗଭୀର ଅଭିନିବେଶ ସହିତ ଅରଟରେ ସୂତା କାଟୁଥିଲେ। ଅଖ୍ତାର ମିଆଁ ଡାକ୍ତର ଆଶ୍ରମ ସାମ୍ନା ଘାସ ପଡ଼ିଆରେ ନମାଜ ପଢ଼ୁଥିଲେ। ନମାଜ ଶେଷ ହେଲେ ସେ ମଧ୍ୟ ଆସି ସୂତାକଟାରେ ଯୋଗ ଦେବେ। ଆଶ୍ରମ ଫାଟକ ପାଖରେ ସୁଧୋଧନଙ୍କର ସାଇକେଲ ଘଣ୍ଟି ଶବ୍ଦ ଶୁଭିଲା। ଶ୍ୟାମବନ୍ଧୁ ଓ ନିଧି ଦାସ ଅରଟରୁ ଆଖି ଉଠାଇ ସେଇଆଡ଼େ ଚାହିଁଲେ। ସୁଧୋଧନ ସହରରୁ ଫେରି ସିଧା ଆଶ୍ରମକୁ ଆସିଥିଲେ। ଗାନ୍ଧିଜୀଙ୍କ ଅନଶନ ସମ୍ପର୍କରେ ତାଙ୍କଠାରୁ ସଦ୍ୟ ସମ୍ବାଦ ପାଇଁ ଉଭୟ ଶ୍ୟାମବନ୍ଧୁ ଓ ନିଧି ଦାସ ଏପରି ଉତ୍କଣ୍ଠିତ ହୋଇପଡ଼ିଥିଲେ ଯେ ସୁଧୋଧନ ସାଇକେଲରୁ ନ ଓହ୍ଲାଉଣରୁ ଶ୍ୟାମବନ୍ଧୁ ଡାକ ଛାଡ଼ିଲେ, ଆସ ଆସ ସିଦ୍ଧବାବୁ, ତମକୁ ତ ଆମେ ଚାତକ ପରି ଚାହିଁ ବସିଛୁ। ସୁଧୋଧନ ବାରଣ୍ଡା ତଳେ ସାଇକେଲ ଆଉଜାଇ ପିଣ୍ଡା ଉପରକୁ ଉଠି କହିଲେ, ମୁଁ ଶୁଣିଲି ତମେ କାଳେ ଅନଶନ କରିଛ ଶ୍ୟାମ ଭାଇ। ଶ୍ୟାମବନ୍ଧୁ ନୀରବ ରହିଲେ। ଆଶ୍ରମରେ ଚାହାପାନ ନିଷିଦ୍ଧ। ମାତ୍ର ସୁଧୋଧନ ଆଶ୍ରମରେ ଥିଲାବେଳେ ତାଙ୍କ ପାଇଁ ଚା'ର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଥାଏ। ରନ୍ଧାଘର ପିଣ୍ଡାରେ ରାତି ଓଳି ରୋଷାଇ ପାଇଁ ପରିବା କାଟୁଥିବା କୌଶଲ୍ୟା ଆଡ଼େ ଚାହିଁ ସୁଧୋଧନ କହିଲେ, ଯାହା ହେଉ ଶ୍ୟାମ ଭାଇଙ୍କ ସଙ୍ଗେ ଆଶ୍ରମରେ ସମସ୍ତେ ତାହେଲେ ଗାନ୍ଧୀ ଉପାସ କରୁନାହାନ୍ତି। ଏଣେ କପେ ଚା ଆଣିବ କୌଶଲ୍ୟା। ମୁଁ ସିଧା କଟକରୁ ଫେରୁଛି, ମୋ ପାଇଁ ବି ଏ ଓଳି ଚାଉଳ ପକାଇବ। ସୁଧୋଧନଙ୍କ ଭଙ୍ଗୀ, କଥା ଓ କଣ୍ଠରେ ଗାନ୍ଧୀ ଉପାସ ପ୍ରତି ବିଦ୍ରୂପ ଓ ତାଚ୍ଛଲ୍ୟ। ଶ୍ୟାମବନ୍ଧୁ ବା ନିଧି ଦାସ କାହାରି ଦୃଷ୍ଟିରୁ ବାଦ୍ ଗଲା ନାହିଁ। ମାତ୍ର ସେମାନେ ନୀରବ। ନିଧି ଦାସ ରୋଗିଣା କଣ୍ଠରେ ପଚାରିଲେ, ଗାନ୍ଧୀ ମହାତ୍ମାଙ୍କ ଅନଶନ ଖବର ଆଉ କ'ଣ? ସେ ପୁଣି କାହିଁକି ଅନଶନ କଲେ? ସୁଧୋଧନ କହିଲେ, ଓଃ, କାରଣ ନ ବୁଝି ନ ଜାଣି ଶ୍ୟାମ ଭାଇ ଅନଶନ କରିଛନ୍ତି ପରା। ଗାନ୍ଧୀଙ୍କୁ ବିଚାର କିମ୍ବା ବିତର୍କରେ ବୁଝିବା ପାଇଁ ଶ୍ୟାମବନ୍ଧୁ ବା ନିଧି ଦାସ ବା ସେମାନଙ୍କ ପରି ଆହୁରି ଅଗଣିତ କର୍ମୀ କେବେ ଚେଷ୍ଟା କରିନଥିଲେ। ସେମାନେ ଗାନ୍ଧୀଙ୍କୁ ବୁଝିଥିଲେ ହୃଦୟର ଆବେଗରେ, ବିଶ୍ୱାସରେ। ଗାନ୍ଧୀଜୀ ସେମାନଙ୍କ ପକ୍ଷରେ ଥିଲେ ହୃଦୟାବେଗ ଏକ ସ୍ପନ୍ଦନ। ବିଚାର ତର୍କ ସେଠାରେ ଥିଲା ଅପ୍ରାସଙ୍ଗିକ। ସେମାନେ ନୀରବ ରହିଲେ। ସୁଧୋଧନ କହିଲେ, ଏଠି ଆଶ୍ରମରେ ବସି କଳ୍ପନା କରିପାରୁଛ ଶ୍ୟାମ ଭାଇ, କୋହାଟରେ ମୁସଲମାନମାନେ କିପରି ଏକା ଦିନକେ ଶହ ଶହ ଅଶସ୍ତ୍ର ହିନ୍ଦୁକୁ ଟାଣି ପଦା କରିଦେଲେ?
हजार हजार हिंदू आज पलातक हो भिकारी परी अन्य सहर मानकरे बुलुछंती। लखनौर गोटे खबर पढ़ी आसिली, सेठारे मुसलमान माने बाहरु दरजा सबु बंद करी गोटा हिंदू बस्ती को जाली एकाथरे पाउंस करदेले। हिंदू स्थान रे बहु सहरर रास्तार आज हिंदू रक्तर सुଅ छुटिछि। गांधीजी उपास करी ताकू रोकी पारिबे किपरि? सेथिपाई दरकार उत्तेजनारे शुद्धोधनक कथा शेष हो पारला नहीं। हिंदू हेउ बा मुसलमान हेउ, मनुष्य प्रति मनुष्यर पाशविक निर्ममतार संवादरे श्यामबंधु और निधिदास मने मने घोर आहत और व्यथित हो पड़े। कौशल्या गोटे ग्लास रे बांफ उठा चा आनीदेला। शुद्धोधन चा ग्लास रे गोटे चुमक दे कहले, एहाकू रोकेबा पई दरकार हिंदू शक्तिर संगठन सठे साठ्यं समाचरेत। श्यामबंधु गोटे दीर्घ निश्वास पकाई कहले, हिंदू शक्तिर भीति तपस्या और आत्मस्वर्ग। जन जनकर तपस्या रे इंद्रंकर सिंहासन सुधा दोहलिछि। पुणी जणे जणे दधिचींक अस्थिदानरे अश्रुकूल निपात होइछि। एक गांधी अनशन ए पागलामी और पशुवृत्ति रोकी पारिब नाही काहेकि? शुद्धोधन कहले, श्याम भाई एसबु हेला पॉलिटिक्स, पुराण चर्चा परि नुहे। एसबु एते सहज नुहे। पुणी पॉलिटिक्स? निधिदास विभ्रांत होई उठिले। शुद्धोधन को देखि गांधीजी को अनशनर संवाद पाई आश्रमर अन्य अंतेवासी माने आश्रम बारंदारे रुंड होई सारिथिले। अख्तार मियाँको नमाज पढ़ा संभवतः शेष होइथिला। तथापि से गोटे निश्चल प्रतिमूर्ति परी नतजान होई पश्चिम दिगंत आड़े चाही प्रार्थना रे बसिथिले। किंतु शुद्धोधनक आलोचनार उत्तेजना मध्यरे तांकर उपस्थिति समस्ते भूली सारिथिले। अख्तार मियाँ नमाज पढ़ी आचार्यर विशेष भक्त नथिले। सेथिपाई सुल्तानपुर मियाँ मौलवी माने तांकू काफेर तालिकारे अंतर्भुक्त कर देइथिले। केवल विधि रक्षा पाई दिन में से 3 थर नमाज पढ़ी थांती, रोजा मासरे रोजा रखी थांती, नचेत एसबुथिरे तांकर विश्वास बा आंतरिकता नथिला। दिने दिने नमाज न पढ़िले सुधा अफसोस नहीं। विसूचिका महामारी बेले से बहुत दिन नमाज न पढ़ी पारिथिले। निधिदास और श्यामबंधु तांको केबे केबे नमाज रो समय स्मरण कराइदेले। अख्तार मियाँ गोटे उर्दू गजल आवृत्ति करी कहथिले, शाकी मते कहुच अनाचार बेले होईगला, किंतु आजान बेल केतेबेले बा नुहे। मते कहुच मुल्ला मानकर आजान ध्वनि सुबिलाणी, किंतु बुलबुल कंठरे आजान आह्वान केतेबेले बा नीरव। मते कहुच मस्जिद जीवापाई, किंतु तुमर ही उष्म बाहुपास मो पक्षरे मस्जिद हेले क्षति कौन तांकर? आहा हा हा। एसबु कविता तत्व श्यामबंधु बा निधिदास बुझंते नहीं। मात्र अख्तार मियाँ मुहे मुहे एपरी बहु गजल आवृत्ति होई लागिथाए। एबे अख्तार मियाँ नमाज बहु पूर्वरु शेष होइथिला। मात्र आश्रम पिंडारे शुद्धोधन जेपरी उत्तेजित कंठरे सांप्रदायिक परिस्थिति आलोचना करुथिले, सेथिरे आश्रम बारंडा उपरको उठिबा पई अख्तार मियाँ को घोर संकुचित लागुथिला। शुद्धोधन कहउथिले, इतिहास रे जेकोनोसी साधारण छात्र जानती भारत रे मुसलमान शक्तिर प्रतिष्ठा होइथिला। बंधुद्रोह और विश्वासघातकता मध्यरे माहमूद, बाबर, औरंगजेब, नादिर शाह गोटे हाथ में कोरान अन्य हाथ में तरबारी धरी केतक देशद्रोही जातिद्रोही हिंदूक विश्वासघातकता भित्तिरे मुसलमान राजशक्तिर एक देश रे संस्थापित करथिले। आज सही मुसलमान मानकु सखी खंडे करी ब्रिटिश सरकार हिंदू भारत को तଳିतଳାନ୍ତ करिबारे लागिछि। गांधी अनशन करी से सांप्रदायिक षड्यंत्र को पंड करि पारिबे नाही। अहिंसा ताहार उत्तर नुहे, अनशन ताहार बाट नुहे। निधिदासंकर शिक्षा अभिमान नाही। इतिहासर तत्व और तथ्य से बुझंते नहीं। मात्र शुद्धोधनଙ୍କ परी शिक्षित व्यक्ति एपरी कहि पारंती ताहा तांकर विश्वासर नथिले। मुसलमान माने भारत को एपरी आसी थांतु ना काहेकि से माने जे भारत माटी रे आगंतुक ए धारणा निधिदासंकर केबे नथिला। आश्रम रे जो भजन मान बोला जाए मुसलमान कवि सालबेगंकर आहे नील शैल प्रबल मत बारण भजनटी निधिदासंक चित्त को अनिवर्चनीय भक्ति रे नित्य प्लावित करिथाए। पुणी सुल्तानपुर ओ आखपाख गाँवर मुसलमान माने लुंगी पिंधु नथिले अथवा कथारे गोटाए उर्दू मिसाउ नथिले। सेमानंको मुसलमान मूल्य जानिबा कष्टसाध्य हेउथांता। एक ओ अभिन्न सेमानंकर जीवनधारा पुणी ताहार समस्या।
ଆସନ୍ତାକାଲି ସ୍ୱାଧୀନ ଭାରତରେ ସେମାନେ ଯେ ସ୍ଥାନ ନାହିଁ ଏ କଳ୍ପନା ସୁଦ୍ଧା ନିଧି ଦାସଙ୍କ ମନକୁ ସ୍ପର୍ଶ କରିପାରୁନଥିଲା। ପୁଣି ଏକ ଅଖ୍ତର ମିଆଁ ମୁସଲମାନ ବିସୂଚିକା ମହାମାରୀ ବେଳେ ଶହ ଶହ ହିନ୍ଦୁ ରୋଗୀଙ୍କୁ ଯେପରି ସେବା କରିଛି, କୌଣସି ବାପ, କୌଣସି ଭାଇ ବା କୌଣସି ବନ୍ଧୁ ନିଜ ଲୋକ ପାଇଁ ସେପରି କରନ୍ତା ନାହିଁ। ମଳବାନ୍ତି ମଧ୍ୟରେ ଘାଣ୍ଟି ହୋଇ ରୋଗୀ ସେବାରେ ସେ ନମାଜ ପଢ଼ିବା ସୁଦ୍ଧା ଭୁଲି ଯାଇଛି। ସେତେବେଳେ କେଉଁ ହିନ୍ଦୁ ଡାକ୍ତର ଆସିଥିଲେ? ପୁଣି ନିଜେ ସୁଦୋଧନ ଥିଲେ ବା କେଉଁଠି? ଅଖ୍ତର ମିଆଁକୁ ବାଦ ଦେଲେ ସ୍ୱରାଜ ବା ସ୍ୱାଧୀନ ଭାରତରେ ପରିକଳ୍ପନା କରାଯାଇପାରେ ନା। ଏହା ନିଧି ଦାସଙ୍କୁ ଅସମ୍ଭବ ଲାଗିଲା। ନିଧି ଦାସ ଆଶ୍ରମ ସାମ୍ନା ପଡ଼ିଆ ଆଡ଼େ ଚାହିଁଲେ। ସନ୍ଧ୍ୟାର ଆକାଶ ତଳେ କୁହୁଡ଼ିର ଗୋଟାଏ ଧୂଆଁଳିଆ ଆସ୍ତରଣ ମାଟି ଉପରକୁ ଝୁଲି ଆସିଥିଲା। ଶିଶିର ଭିଜା ପାଚିଲା ଧାନ କ୍ଷେତ ଅନ୍ଧରେ ସନ୍ଧ୍ୟାର ଶୀତୁଳିଆ ପବନ ଆମୋଦିତ ହୋଇ ଉଠୁଥିଲା। ଆଶ୍ରମ ତୋଟା ସେପଟେ ତାଳବଣି ଉପରେ ଗୋଟିଏ ଉଜ୍ଜ୍ୱଳ ନକ୍ଷତ୍ର ସନ୍ଧ୍ୟାର ଦୀପ ପରି ଜଳି ଉଠୁଥିଲା। ଏହିପରି ଏକ ସୁନ୍ଦର ପୃଥିବୀରେ ମନୁଷ୍ୟ ମନୁଷ୍ୟକୁ ଧର୍ମର ଦ୍ୱାହିରେ ବା ରାଜନୀତିର ନାମରେ ହତ୍ୟା କରିପାରେ, ଏହା କଳ୍ପନା କରିବା ପାଇଁ ସୁଦ୍ଧା ନିଧି ଦାସଙ୍କୁ କଷ୍ଟ ଲାଗିଲା। ନିଧି ଦାସ ଭାବୁଥିଲେ, କାହିଁ ସେ ନୂଆ ମଣିଷ ନାରାୟଣଙ୍କର ଶେଷ ଅବତାର, ଯାହାଙ୍କର ଆବିର୍ଭାବ ତୃଷିତା ଧରିତ୍ରୀ ନବବର୍ଷର ଧାରା ପରି ପ୍ରତୀକ୍ଷା କରିଛି। ଅଖ୍ତର ମିଆଁ ନମାଜ ପଢ଼ୁଥିବା ସ୍ଥାନ ଆଡ଼େ ନିଧି ଦାସ ଚାହିଁଲେ। ମାତ୍ର ଅଖ୍ତର ମିଆଁ ସେଠାରେ ନଥିଲେ, କିମ୍ବା ଆଶ୍ରମ ବାରଣ୍ଡାରେ ତାଙ୍କର ନିତ୍ୟ ଅଭ୍ୟସ୍ତ ସ୍ଥାନରେ ମଧ୍ୟ ନଥିଲେ। ଅଖ୍ତର ମିଆଁଙ୍କୁ ଖୋଜିବା ପାଇଁ ନିଧି ଦାସ ଭିତରକୁ ଉଠିଗଲେ। ଅଖ୍ତର ମିଆଁ ଗୋଟିଏ ଦୀପ ଆଲୋକ ପାଖରେ ବସି ଘର ଭିତରେ କ'ଣ ଖଣ୍ଡେ ଉର୍ଦ୍ଦୁ ବହି ମୁଣ୍ଡ ନୁଆଁଇ ପଢ଼ୁଥିଲେ। ଅଖ୍ତର ମିଆଁ ପଢ଼ୁଥିଲେ କି ପଢ଼ିବାର ଛଳନା କ'ଣ ଗଭୀର ଭାବରେ ଚିନ୍ତା କରୁଥିଲେ, ତାହା ଜାଣିବାର ଉପାୟ ନଥିଲା। ନିଧି ଦାସ ପଚାରିଲେ, ଏ ସଞ୍ଜବେଳୁ କ'ଣ ପଢ଼ୁଛ ଅଖ୍ତର ଭାଇ? ଅଖ୍ତର ମିଆଁ ବହି ଉପରୁ ମୁଣ୍ଡ ନ ଉଠାଇ ଗମ୍ଭୀର କଣ୍ଠରେ ଉତ୍ତର ଦେଲେ, କୋରାନ ଶରୀଫ, ଆମ୍ଭମାନଙ୍କର ପବିତ୍ର ଗ୍ରନ୍ଥ। ନିଧି ଦାସ ଆଉ କିଛି ନ କହି ସେଠାରୁ ଚାଲି ଆସିଲେ। ଅଖ୍ତର ମିଆଁଙ୍କ ପ୍ରାଣଖୋଲା ଦରଦୀ କଣ୍ଠରେ ଏ ପ୍ରକାର ରୁକ୍ଷ ଗାମ୍ଭୀର୍ଯ୍ୟ ନିଧି ଦାସଙ୍କୁ ବିସ୍ମିତ କରିଦେଇଥିଲା। ପୁଣି ଅଖ୍ତର ମିଆଁ ଏପରି ଧାର୍ମିକ ଓ ନିର୍ଭୀଷ୍ଟ ଭାବରେ କୋରାନ ପଢ଼ିବା ନିଧି ଦାସ ଇତିପୂର୍ବରୁ କେବେ ଲକ୍ଷ୍ୟ କରିନଥିଲେ। ସେଦିନ ରାତି ଗଭୀର ହୋଇଥିଲା। ନାନା ଚିନ୍ତା ଓ ଦୁଶ୍ଚିନ୍ତାରେ ନିଧି ଦାସଙ୍କ ଆଖିରେ ନିଦ ନଥିଲା। ବାହାରେ ଶୀତ ଓ ଜରୁଆ ଦେହ ସତ୍ତ୍ୱେ ନିଧି ଦାସ ଆଶ୍ରମର ନିଭୃତ ନିର୍ଜନ ବାରଣ୍ଡାରେ ଏପାଖ ସେପାଖ ହେଉଥିଲେ। କୁହୁଡ଼ିର ଗୋଟିଏ ବହଳ ଆସ୍ତରଣ ମଧ୍ୟରେ କୃଷ୍ଣାତିଥିର ଖଣ୍ଡିତ ଚନ୍ଦ୍ର ନିଷ୍ପ୍ରଭ ଦିଶୁଥିଲା। ଅଖ୍ତର ମିଆଁ ନିଶବ୍ଦରେ ବାରଣ୍ଡା ତଳକୁ ଓହ୍ଲାଇଲେ। ଆଶ୍ରମକୁ ପ୍ରଥମେ ଆସିବା ବେଳେ ସେ ଯେଉଁ ବ୍ୟାଗ୍ ଖଣ୍ଡିକ ଧରିଥିଲେ, ସେ ବ୍ୟାଗ୍ଟି ସେ ଗୋଟିଏ ହାତରେ ଓହ୍ଲାଇଥିଲେ। ବାରଣ୍ଡା ତଳକୁ ଓହ୍ଲାଇ ଆସି କ୍ଷିପ୍ର ପାଦରେ ଅଖ୍ତର ମିଆଁ ଆଶ୍ରମ ହତା ବାହାରକୁ ଚାଲିଗଲେ। ଚେଷ୍ଟା କରି ସୁଦ୍ଧା ନିଧି ଦାସ ତାଙ୍କୁ ପଛରୁ ଡାକି ପାରିଲେ ନାହିଁ। କେବେ କେବେ ରାତିରେ ଅବଶ୍ୟ ଆବଶ୍ୟକ ପଡ଼ିଲେ ଅଖ୍ତର ମିଆଁ ଏହିପରି ରୋଗୀ ଦେଖି ବାହାରିଥାନ୍ତି। ସକାଳେ ଫେରି ଆସିଲେ ନିଧି ଦାସ ତାଙ୍କୁ ବରଂ ସବୁ କଥା ପଚାରିବେ। ମାତ୍ର ଅଖ୍ତର ମିଆଁ ଆଉ ଆଶ୍ରମକୁ ଫେରିଲେ ନାହିଁ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ଅନ୍ଧ ଦିଗନ୍ତର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଶୁଣିବା। ରହିଲି, ନମସ୍କାର।